नमस्कार। गुड इवनिंग समस्त को बहुत बहुत नमस्कार। शांतनु सर बहुत मजा आसी अनम्यूट करंतु। ସାର୍ ଗୁଡ୍ ଇଭିନିଂ। सर 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 गुड इवनिंग सर केमती अछन सर? କେମିତି ଅଛନ୍ତି ଆପଣ? ସାର୍ ମୁଁ ଭଲ ଅଛି, ଆପଣ କେମିତି ଅଛନ୍ତି? एकदम बढ़िया। मु ଭଲ ରହିଲେ ତ ପୁଣି ଆପଣଙ୍କୁ ରାସ୍ତା ଦେଖେଇବି। ସାର୍ ରାଇଟ। ଆପଣଙ୍କ ଆଶୀର୍ବାଦ ଏଞ୍ଜେଲଙ୍କ ଆଶୀର୍ବାଦ ଦରକାର। ନିଶ୍ଚୟ ନିଶ୍ଚୟ ଦି ନିଶ୍ଚୟ। ଦି ଜଣଙ୍କ ହିଲିଂ ଆଶୀର୍ବାଦ ହେଲେ ସବୁ କିଛି ଆଗକୁ ବଢିବ। ହିଲିଂ ଚାଲିଛି ସାର୍? ହଁ ସାର୍, ହିଲିଂ ଚାଲିଛି। ଏବେ ତ ଆରମ୍ଭ କରିନି, ଏବେ ତ କରିଥାନ୍ତି, କିନ୍ତୁ ହୁଁ ଆପଣ ହୁଁ। କ୍ଲାସ ଚଲୁ ମୁଁ କହିଲି ଟିକେ ଆଗେ ଟିକେ ଷ୍ଟାର୍ଟ ମୁଁ ଟିକେ ଜଏନ୍ କରିଛେ, ତାପରେ ପୁଣି ହିଲିଂ କରିବି ଆଉ। ଆଚ୍ଛା କେତେ ଦିନ ହେଲାନି କରୁଛନ୍ତି? ଏଟା ହେଇଗଲା ସାର୍, ସପ୍ତାହ ହେଇଗଲାଣି। ସପ୍ତାହ। चलो गुड। बहुत बढ़िया बहुत बढ़िया। ସପ୍ତାହ ହେଲାଣି ଚାଲିଛି ଏବେ। बहुत सुंदर बहुत सुंदर। ସାର୍ ଆଉ ଗୋଟେ ଜିନିଷ ଜାଣିବାର ଥିଲା, ସେ ଯୋଉ ଆମ ଯୋଉ ଇଏରେ ସିଲେକ୍ଟ କ୍ୟାଣ୍ଡେଲ ଆମେ ଯୋଉଟା କରୁଛୁ, ଯୋଉ ଇଏଗୁଡାକ ଲାଇଟ୍ ଇଏ ପାଇଁ, ଆମେ ସେଇଟାକୁ ପୁଣି ଆଉ ଥରେ ୟୁଜ୍ କରି ହବ କି? कोटा ଯେମିତି ଆପଣ कैंडल? କହିଥିଲେ କି ଆମେ ଦୀପ, ହଁ କ୍ୟାଣ୍ଡେଲ କୁ କରିବେନି ଦୀପକୁ କରିପାରିବେ କାହିଁକିନା ଦୀପଟାକୁ ଆପଣ ଦୀପକ କରିବା। ରିଫିଲ କରୁଛନ୍ତି ନା ଅଏଲ ହଁ ପକଉଛନ୍ତି ହଁ ହଁ। ହୁଁ ହୁଁ। ଦୀପଟାକୁ କରିପାରିବେ। ହଁ କ୍ୟାଣ୍ଡେଲ ଦୀପ ଟାକୁ ସେ କରନ୍ତୁ। ସିଙ୍ଗଲ ଦୀପରେ ସାୟଦ ୟୁଜ୍ ହଁ କରିହବ ସେଟା। ହଁ 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 କାହିଁକିନା ଠିକ ଅଛି କ୍ୟାଣ୍ଡେଲ ସାର୍। ରେ ନାଇଁ ହବନି। ଆଜ୍ଞା। ଟ୍ରାଏ କଲେ ବି ସେ କାହିଁକିନା ସେ ସୂତା ତ ଅଲରେଡି ନଷ୍ଟ ହେଇଯାଇଥିବ। ହଁ କିନ୍ତୁ ହଁ। ହୁଁ। କ୍ୟାଣ୍ଡେଲ ଟାକୁ ଆମେ ଟୋଟାଲି ମନା କରୁଛୁ କରନ୍ତୁନି ଦୀପରେ ଆଜ୍ଞା, କରନ୍ତୁ କିଛି ଅସୁବିଧା ନାହିଁ। ଦୀପ ଠିକ ହବ ତ? ଆଜ୍ଞା ଠିକ ଅଛି ଆଜ୍ଞା। ସାର୍। ନାଇଁ ଏଟା ତ ଏବେ ସରିନି, ଏଟା ପୁରା ଅଛି 100 ପିସ୍ ତ ଏବେ ତ ଜଷ୍ଟ 25ଟା ଯାଇଛି ଏବେ। ହଁ 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 ରାଇଟ୍। ଠିକ ଅଛି। ତେଣୁ ସେଥିପାଇଁ କହିଲି ନା, ପରେ ଯୋଉଟା କରିବି ସେ ଦୀପରେ କରିବି ବୋଲି ସେଥିପାଇଁ ଭାବୁଛି। ହଁ 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 ନିହାତି ନିହାତି। ସମୀର ସାର୍ ଅନମ୍यूଟ କରନ୍ତୁ। ସାର୍ ନମସ୍କାର। ନମସ୍କାର। ଆଜ୍ଞା। କୁହନ୍ତୁ ଆପଣ ଆପଣଙ୍କର ମ୍ୟାଜିକ କୁହନ୍ତୁ କଣ ହେଇଛି ଟିକେ ସମସ୍ତେ ଜାଣିବା ଦରକାର। ସାର୍ ମୋର ଝିଅର ନେଟ ଆମର ରେଜିଷ୍ଟ୍ରେସନ କରିବାର ଥିଲା, ସେଟା ହୁଁ 3 ଦିନ ହେଲା ପରେ ପୁରା ହେରାସମେଣ୍ଟ ସାର୍ ହେଇଗଲି ପୁରା। କେତେ ଦିନ ଲାଷ୍ଟ ପରେ ବେଳକୁ ମାନେ କେତେ ଦିନ ହେଲା ହାରାସମେଣ୍ଟ ହଉଥିଲେ? ସାର୍ 3 days ସାର୍। 3 ଦିନ ହେଲା ହାରାସମେଣ୍ଟ ହଉଥିଲେ। 3 ଦିନ ପୁରା ହେରାସମେଣ୍ଟ। ଆର ବାଦ ମୁଣ୍ଡ କିଛି ପଶିଲାନି, ତାପରେ ପ୍ରେୟାର କଲି ମାଇକେଲ ଏଞ୍ଜେଲକୁ ଏଇ ପ୍ରାର୍ଥନା କଲି, ତାପରେ ମତେ ନିର୍ଦ୍ଦେଶ ଦେଲେ ଯେ ଜିଏମ କଲେଜର ଫ୍ରଣ୍ଟ ରେ ଗୋଟେ ଝିଅ ବସିଛି, ସେଇ ଜାଗାକୁ ଯିବା ବୋଲି ମତେ କହିଲେ। ଆଉ ସେଇ ଆଚ୍ଛା। ଜାଗାକୁ ଗଲି, ସାଙ୍ଗେ ସାଙ୍ଗେ ମୋର 2 ମିନିଟ ହେଇଗଲା ମୋର। ୱାଓ। 2 ମିନିଟ ସାଙ୍ଗେ ସାଙ୍ଗେ ହେଲା ସାର୍, କିଛି ମୋର କାହାଠି କିଛି ନାହିଁ। ସଡନ ପୁରା ସାଙ୍ଗେ 2 ମିନିଟ ମୋର କାମ ଖାଇଦେଲା ସେ। ଆଚ୍ଛା 3 days ପୁରା ହଇରାଣ ହେଇଯାଇଥିଲି ଭାଇ। ହଉ ଠିକ ଅଛି। ଏବେ ତ ଜ୍ଞାନ ଆଜ୍ଞା ମିଳିଛି, ଏବେ ଏଥର ବହୁତ ସୁନ୍ଦର ଭାବରେ ସବୁ କାମ କରିବେ ମଜା ଆଜ୍ଞା, ଆସିଯିବ ଆପଣଙ୍କର ଆଉ। ବ୍ଲେସ୍ ସାର୍। ଆପଣଙ୍କର ବ୍ଲେସ୍ ନିଶ୍ଚୟ ଆଜ୍ଞା। ନିହାତି ନିହାତି ନିହାତି। ଠିକ ଅଛି। ଆଉ କାହା ସହିତ କଥା ସାର୍ ରଘୁନାଥ ସାର୍ ଅନମ୍ୟୁଟ କରନ୍ତୁ। ସାର୍ ନମସ୍କାର ନମସ୍କାର। ସାର୍। ସାର୍ ନମସ୍କାର। ଆଉ ସାର୍ କୁହନ୍ତୁ କେମିତି ବହୁତ ଅଛନ୍ତି? ବହୁତ, ହଁ ସାର୍ ବହୁତ ଭଲ ଅଛି, ବହୁତ ଭଲ ଲାଗୁଛି। ଓକେ। ଆଉ ଚାଲିଛି ଇଏରେ ହିଲିଂ ଆଉ। କ୍ଲାସ ପାଇଁ ଆଜ୍ଞା। କେତେ ଏକ୍ସାଇଟମେଣ୍ଟ ଅଛନ୍ତି? ହଁ ସାର୍, ଏକ୍ସାଇଟମେଣ୍ଟ ଫୁଲ ନା। ଆଜି ସାର୍ ଦେଖୁନାହାନ୍ତି, କ୍ଲାସ ଆରମ୍ଭ ପୂର୍ବରୁ ମୁଁ ଆସି ବସି ଯାଇଛି। ହଁ ଟାଇମିଂ ପୁରା ପରଫେକ୍ଟ ଆଜି। नो ठीक ଇଏ। ठीक ଆଜ୍ଞା ठीक 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 बहुत बहुत ଆଜ୍ଞା। धन्यवाद धन्यवाद। ओके सर। ଆଉ ସାର୍ ଆପଣଙ୍କର ଇଏର नो ଲଜିକ ଫୁଲ ମ୍ୟାଜିକ। यस नो ସାର୍ लॉजिक ସାର୍ फुल मैजिक। ସାର୍ ରାଇଟ୍। ଓକେ ଓକେ ସାର୍। ମୁଁ ଗୋଟେ ଗ୍ରୁପରେ ପଠେଇଥିଲି ଗୋଟେ ମାନେ ଆପଣଙ୍କର ମୁଦ୍ରା ଗୁଡା ପଠେଇଥିଲି। ହଁ ହଁ ସାର୍, ମୁଁ ଆଜି ଦେଖିଥିଲି ସାର୍। ତାକୁ ତାକୁ ସିରିୟସଲି ସେ ମୁଦ୍ରା ଗୁଡିକ ମୁଁ ଏବେ ଆଜି ଏକ୍ସପ୍ଲେନ କରିଦେବି। ସାର୍ ତ ଆମର ଚକ୍ରା ମେଡିଟେସନ କଲାବେଳେ ସେ ମୁଦ୍ରାକୁ ବ୍ୟବହାର କରି କରିବା ଦରକାର। ସାର୍ ସାର୍। ଯୋଉଟା କି ମୁଁ ଲାଷ୍ଟ କ୍ଲାସରେ ସେଟାକୁ ଡିକ୍ଲେୟାର କରିନଥିଲି। ହୁଁ ରାଇଟ୍। ହୁଁ ସାର୍। ସେଟାକୁ ମୁଁ କରିନଥିଲି କଣ ନା, ମୁଁ ସେମାନଙ୍କର ଆଉ ଗୋଟେ କ୍ଲାସ ଅଛି। ହୁଁ ସେ ହୁଁ ମାନେ ଚକ୍ର ଉପରେ ଆଉ ଓରା ଉପରେ, ଯୋଉଟା କି ମୁଁ ଲାଷ୍ଟ ଦିନ କରେଇବି। ଯୋଉଟା ସେଟା ସାର୍। କିଛି ନ ଜାଣିଲେ ହେଲେ ଗୋଟେ ମନୁଷ୍ୟ ନା, ଆଜ୍ଞା। ଆମର ଚକ୍ର ଆଉ ଓରା ବିଷୟରେ ଜାଣିବା ନିହାତି ଜରୁରୀ। କାହିଁକି ନିହାତି ନା ନିହାତି। ତାହା ମାଧ୍ୟମରେ ହିଁ ସବୁ ହଉଛି। ଆପଣଙ୍କର ହେଲ୍ଥ ପ୍ରୋବ୍ଲେମ, ରିଲେସନ ପ୍ରୋବ୍ଲେମ, ରାଇଟ୍, ମନି ପ୍ରୋବ୍ଲେମ, ଚାକିରୀ ପ୍ରୋବ୍ଲେମ, ସାର୍ ବେପାର ପ୍ରୋବ୍ଲେମ, ସବୁ ସେ ଓରାରେ ହିଁ ସବୁ କ୍ରିଏଟ ହଉଛି। ଆଜ୍ଞା। ତେଣୁକରି ପ୍ରଥମେ ଯଦି ଗୋଟେ ମନୁଷ୍ୟ ନିଜକୁ ଚିହ୍ନିବା ପାଇଁ ହେଲେ ନିଜର ଓରାକୁ ଚିହ୍ନିବା ଦରକାର। ତାକୁ ଚିହ୍ନିଲା ପରେ ଯାଇକି ଏକ୍ସ ୱାଇ ଜେଡ୍ ଆମେ କୁଆଡେ ଯାଇକି ଚିହ୍ନିବା
ଆବଶ୍ୟକ। ତେଣୁକରି ତାକୁ ମୁଁ ଏଇ କ୍ଲାସରେ ବି ଏଣ୍ଡରେ ରଖିଛି ଜାଣି ଶୁଣିକିରି, ଆଉ ଟିକେ କାମ ରହିଯାଇଛି ସେଇଥିପାଇଁ। ନହେଲେ ସେ ପାଠ୍ୟକ୍ରମଟା ପ୍ରଥମେ କରିକି ତାପରେ ଏଞ୍ଜେଲ ହିଲିଂ ପାଠ୍ୟକ୍ରମଟା ହେବା କଥା। ବାଇ ଦ ୱେ ଆମର ଟାଇମ ଆସିଯାଉଛି, ଯାହାଦ୍ୱାରା କି କାମ ସେପଟୁ ଟିକେ ଟିକେ ସରୁନି, ତ ମୁଁ ହଁ ଆଗେ ହିଲିଂ ସାରିକିରି ତାପରେ ଚକ୍ରାକୁ ଯାଉଛି। ହୁଁ। ଠିକ ଅଛି। ତ ବହୁତ ସୁନ୍ଦର। ମୁଁ ଚକ୍ରା, ଓଡିଆର ଚକ୍ରା ମେଡିଟେସନ ବି ମାନେ ଲାଷ୍ଟ ବ୍ୟାଚ୍ କୁ ବି ଦେଇନି। ଏଇ କୋର୍ସ ମାନେ ଏଇ ବ୍ୟାଚ୍ କମ୍ପ୍ଲିଟ ହେଲେ ଓଡିଆଟା ବି ପାଇଯିବେ। କାମ ଅଲମୋଷ୍ଟ ସରିଲାଣି, ରାଇଟ୍। ଆଉ କିଛି ନହେଲେ ପ୍ରତିଛବି ଆଉ ଚକ୍ରା ମେଡିଟେସନ, ଏଇ ଦିଟା ଜିନିଷ ପ୍ରତ୍ୟେକ ଦିନ ଥରଟିଏ ହେବା ଦରକାର ମିନିମମ୍। ଆଚ୍ଛା ଯଦି ଆଚ୍ଛା ପାରୁଛନ୍ତି ଆପଣ ଚକ୍ରଟା ଥରେ ହେବା ଦରକାର। ଯଦି ଆପଣ ଆଉ ଟିକେ ନିଜକୁ ପଜିଟିଭ କରିବା ପାଇଁ ଚାହୁଁଛନ୍ତି, ପ୍ରତିଛବି ମେଡିଟେସନଟା ଆପଣ ରିପିଟେଡଲି ଦିନକୁ 2 ଥର ବି କରିପାରିବେ। ଓକେ, ଆଚ୍ଛା। ଚଲ ଆଉ କାହା ସହିତ କଥା ହବା। କେତେ ଜଣ ଆସିଲେ? 9 ଜଣ। ଆହୁରି ଜଣେ 2 ଜଣ ରହିଲେ। ସସ୍ମିତା ମ୍ୟାଡାମ କୁହନ୍ତୁ, ନମସ୍କାର। ଅନମ୍ୟୁଟ କରନ୍ତୁ। ସାର୍ ନମସ୍କାର। ନମସ୍କାର ନମସ୍କାର। କେମିତି ଅଛନ୍ତି? ସାର୍ ଭଲ ଅଛି। ଆପଣ? ବହୁତ ବଢିଆ, ବହୁତ ବଢିଆ। ଓକେ, ଆଉ ଆଜି କ୍ଲାସ କରିବା ପାଇଁ ଫୁଲ ଏକ୍ସାଇଟମେଣ୍ଟ ଆପଣ? ହଁ ସାର୍। ବହୁତ ସୁନ୍ଦର, ବହୁତ ସୁନ୍ଦର। ଚାଲନ୍ତୁ ଚାଲନ୍ତୁ, ଆଉ ଜଣେ 2 ଜଣ ସହିତ କଥା ହେଇଯିବା, ମେଡିଟେସନ ଷ୍ଟାର୍ଟ କରିବା। ପରମେଶ୍ୱର ଜେନା ସାର୍ ଅନମ୍ୟୁଟ କରନ୍ତୁ। ସାର୍ ନମସ୍କାର। 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 କୁହନ୍ତୁ କେମିତି ଅଛନ୍ତି? ହଁ ବହୁତ ବଢିଆ, ଆପଣଙ୍କର ଆଶୀର୍ବାଦରୁ। ଏଞ୍ଜେଲଙ୍କ ଆଶୀର୍ବାଦ। ଆପଣ ସବୁ ଆପଣ ଯାହା ବି କାମ କରୁଛନ୍ତି ସେଇ ଏଞ୍ଜେଲଙ୍କ ନାଁ ନେବେ, ଯାହା ରାଇଟ। ବି ହେଲେ ଆପଣଙ୍କ ଦ୍ଵାରା ହିଁ ତ ଆମେ ପାଇପାରିଲୁ ନା। ଠିକ ଅଛି, କିନ୍ତୁ ମୁଖ୍ୟ ଜିନିଷ ଆମେ ଯାହାକୁ ନେଇକିରି ଅଛେ ତାଙ୍କ ଆଜ୍ଞା ତାଙ୍କ ସହିତ ଆମକୁ ଆଟାଚମେଣ୍ଟ ରହିବା ଦରକାର ସବୁବେଳେ, ରାଇଟ। ଆଜ୍ଞା ଆଜ୍ଞା ବୁଝିଲେ ନା? ଆଉ କଣ ଆଜ୍ଞା। କୁହନ୍ତୁ, କେମିତି କଣ ଏତିକି ଦିନ ଆପଣ କଟିଲା? ହଁ, ବହୁତ ବଢିଆ କଟିଲା। ମୋର ଗୋଟେ ଜିନିଷ, ମୁଁ ଗାଡି ସର୍ଭିସିଂ କରିବା ପାଇଁ ଯାଇଥିଲି ସେଦିନ। ଅବଶ୍ୟ ଟାଇମ ହେଇଯାଇଥିଲା, ମୋ ବୁକିଂ ଟାଇମ ଥିଲା 7ଟାରେ ବୁକିଂ ହେଇଥିଲା। ଆଉ ମୁଁ ଯାଇ ପହଞ୍ଚିଲି 8ଟା ବେଳେ ପହଞ୍ଚିଲି। ମୁଁ ଏଞ୍ଜେଲକୁ ପ୍ରାର୍ଥନା କଲି ଯେ ମୋର ଇମିଡିଏଟ ସର୍ଭିସିଂ ହେଇଯାଉ, କିନ୍ତୁ ଏଞ୍ଜେଲଙ୍କର ଦୟାରୁ ବହୁତ ଶୀଘ୍ର ହିଁ ହେଇଗଲା। ୱାଓ, ମୋର ଏଇଟା ଗୋଟେ ମ୍ୟାଜିକ ଅନୁଭବ ଜିନିଷ। ରାଇଟ ରାଇଟ। କଣ ନା, ଏବେ ଆମକୁ ଛୋଟ ଛୋଟ କ୍ଷେତ୍ରରେ ଯେତେବେଳେ କାମ ଯାକ ହେଇଯିବ ନା, ପର ପର ମୁହୂର୍ତ୍ତରେ ଆମର ବଡ ବଡ କାମ ଯାକ ବି ମାନifestation ହେଇଯିବ। କାହିଁକି ନା ଆମର ଗୋଟେ କନଫିଡେନ୍ସ ଆସିଯିବ, ପର୍ସନାଲ କନଫିଡେନ୍ସ। ଆଜ୍ଞା କନଫିଡେନ୍ସ ଯେତେବେଳେ ବିଲ୍ଡ ହେଇଗଲା ନା, ଆମ ଅରା ସେତେବେଳେ ଏକ୍ସପାଣ୍ଡ ହେଇଯିବ ପ୍ରତ୍ୟେକ ଆଜ୍ଞା କ୍ଷେତ୍ରରେ। ଆଉ ଯୋଉଟା ଆଜ୍ଞା ଆପଣ ଭାବୁନଥିବେ ବଡ ବଡ କାମ ବି, ସିଏ ବି ମାନifestation ହେବା ପାଇଁ ଆଉ ବେଶୀ ସମୟ ଲାଗିବନି। ଯେତେବେଳେ ଆଜ୍ଞା ଆମ ଭିତରେ କମି ରହିଯାଉଛି ନା, ଆମର ମାନifestation ହେବା ପାଇଁ ସେଟା ଟିକେ ଚ୍ୟାଲେଞ୍ଜେସ୍ ଆସିଯାଉଛି। ତେଣୁକରି ଆଜ୍ଞା ଆମେ ନିଜକୁ ପିଓର କରିବାର ଅଛି। ଯାହା ଯାହା ମୁଁ ଲାଷ୍ଟ କ୍ଲାସରେ କହିଥିଲି, ଆଜ୍ଞା ପିଓର କରିବାର ପଦ୍ଧତି, ତାକୁ ଆଜ୍ଞା ଆପଣଙ୍କୁ ଫଲୋ କରନ୍ତୁ, ରାଇଟ। ଠିକ ଅଛି ତାକୁ ଆଜ୍ଞା ସବୁବେଳେ ଫଲୋ କରନ୍ତୁ। ଯେତେ ନିଜକୁ ପିଓର କରିବେ, ଆପଣଙ୍କର ମାନifestation ସେତେ ସୁନ୍ଦର ଭାବରେ ହବ। ଆପଣ ଭାବୁନଥିବେ ଗୋଟେ ଗୋଟେ ଷ୍ଟେପରେ, ଗୋଟେ ଗୋଟେ ଷ୍ଟେପରେ ମ୍ୟାଜିକ ଦେଖି ଯାଉଥିବେ। ଆଜ୍ଞା। ନା ରାଇଟ। ମୁଁ ଏଇ ଯୋଉ ଚକ୍ର ଏଟା ମୁଁ ତ ଚଳେଇଛି, କିନ୍ତୁ ମୁଁ ମୁଦ୍ରା ଟା ଜାଣିନଥିଲି। ଏବେ ଦେଖନ୍ତୁ, ଆପଣ ମୁଁ ଦେଲେ ଚକ୍ରା ଉପରେ ଦେଖୁଛି। ଡିଟେଲ ପଢେଇବି ଆପଣଙ୍କୁ। କିଏ କଣ ପଢେଇଛି ମୁଁ ଜାଣିନି, କିନ୍ତୁ ଚକ୍ରା ଉପରେ ମୁଁ ଡିଟେଲ ପଢେଇବି। ମୁଦ୍ରା ସହିତ ପଢେଇବି, ତରିକା ସହିତ ପଢେଇବି, ଏଞ୍ଜେଲକୁ ଡାକିକି ପଢେଇବି, ସୁଇଚ ୱାର୍ଡ ସହିତ ପଢେଇବି। ବୁଝିଲେ ତ? ଆଜ୍ଞା କରିବା, ବହୁତ ସୁନ୍ଦର ଭାବରେ କରିବା। କାହା କଥା କିଏ କଣ ପଢଉଛି, କାହିଁକି ନା ମୋ ପାଖରେ ବହୁତ ଗୁରୁ ଅଛନ୍ତି। ମୋ ପାଖରେ ଡିଫରେଣ୍ଟ ଡିଫରେଣ୍ଟ ସେଗମେଣ୍ଟ ରୁ। ଦେଖନ୍ତୁ, ଆଜି ଆପଣ କହିଲେ ଆଜି କଣ କହିଲେ? ଏବେ କଣ କହିଲେ? ମୁଦ୍ରା ଆପଣ ଜାଣିନଥିଲେ। ମୁଦ୍ରା ମୁଦ୍ରା ମୁଁ ଜାଣିନଥିଲି। ବହୁତ ଲୋକ ଖାଲି ଚକ୍ରା ଉପରେ କହିଦଉଛନ୍ତି, ଆଜ୍ଞା କିନ୍ତୁ ମୁଦ୍ରା କିଏ କହୁନାହାନ୍ତି। ଆମେ କାହିଁକି ନା ଲକ୍ଷ ଲକ୍ଷ ଟଙ୍କା ଦେଇ ଶିଖିଛୁ ବୋଲି ଆମେ ଜାଣିଛୁ। ଆଜ୍ଞା ଆଉ ୟାକୁ ମୁଁ ଟେଷ୍ଟ, ୟା ଭିତରେ ସବୁ ଆଡିସନ କରୁଛି, ଯାହାଦ୍ୱାରା କି ଆପଣ ମାନେ ଆର ଫାଇଦା ନିଅନ୍ତୁ, ବ୍ୟବହାର କରନ୍ତୁ ଜୀବନ। ରାଇଟ। ଚକ୍ରା ଆଜ୍ଞା ମାନେ ଖାଲି ଚକ୍ରାକୁ ଓମ୍ ଓମ୍ ବମ୍ କରିକିରି ସମସ୍ତେ ପଢେଇ ଦଉଛନ୍ତି, ଆଜ୍ଞା ରାଇଟ। ମୁଁ କିନ୍ତୁ ମୋ ଷ୍ଟୁଡେଣ୍ଟ ମାନଙ୍କୁ ମୁଁ ମନ୍ତ୍ରା କହୁଛି, ସୁଇଚ ୱାର୍ଡ କହୁଛି, ଏଞ୍ଜେଲ କହୁଛି, ରାଇଟ। ଆଜ୍ଞା ଆଉ ଆପଣଙ୍କର ମୁଦ୍ରା ବି କହୁଛି, ରାଇଟ। ଆଜ୍ଞା ଆଉ ଯୋଉମାନେ ଆଜ୍ଞା ରେଖି ଜାଣିଛନ୍ତି, ଚକୋରା ଚକୋରା ସିମ୍ବଲ ସହିତ ବି ଚକ୍ରକୁ ଆମେ ହିଲିଂ କରିପାରିବା।
ହୁଁ। ଆଉ ଗୋଟେ ଜିନିଷ ବହୁତ ମେଜିକାଲ ଜିନିଷ ଅଛି, ଏଣ୍ଡ ଦେରେ କହିବି। ଆଜ୍ଞା ଚକ୍ର 2 ମିନିଟରେ ଆପଣଙ୍କର କ୍ଲିନ ହେଇଯିବ, 2 ମିନିଟରେ ଆପଣ ଦାନ୍ତ ଘଷୁଥିବେ ଚକ୍ର କ୍ଲିନ କରିଦେବେ। ରାଇଟ, ସେଇଟା ଚାଲି ଚାଲି ଯାଉଥିବେ କ୍ଲିନ କରିଦେବେ, କିଛି ଆପଣଙ୍କୁ ଆଉ ମେଡିଟେସନ କିଛି ଆବଶ୍ୟକ ପଡିବନି। କେମିତି ମଜା ମଜା ଆଜ୍ଞା ଆସୁଛି। ବହୁତ ବଢିଆ ମଜା ଅଛି। ଏସବୁ ରାଇଟ। ଆମର ଜଣା ନଥିଲା ନା ଟୋଟାଲ। ଆପଣ ଆପଣ ଯେତେବେଳେ ଚୁଟି କାଟିବାକୁ ଯାଉଛନ୍ତି, ଆଜ୍ଞା ଚୁଟି କାଟିବାକୁ ଯେତେବେଳେ ଯାଉଛନ୍ତି ନା, ଆଜ୍ଞା ସେଠି ଯୋଉ ଯିଏ ଥିବ ଚୁଟି କାଟିବେ, ଯିଏ ଭଣ୍ଡାରୀ ହଉ, ଗାଁ ଗହଳିରେ ଭଣ୍ଡାରୀ ହଉ, ନହେଲେ ସେଲୁନ ରେ ଯୋଉ ପର୍ସନ ହଉ, ସେ କଣ ନା ସମସ୍ତଙ୍କର ଅରା ସହିତ ତା ହାତ ମିଶିକି ଥାଏ। ଆଜ୍ଞା ଆଉ ତା ହାତ ସବୁଥିରୁ ନେଗେଟିଭ ଜିନିଷ କ୍ୟାଚ୍ କରିକି ଆସିଥାଏ ଦିନ ଯାକ, ସକାଳୁ ରାତି ଯାଏ। ଆଉ ଯେତେବେଳେ ଆପଣ, ଗୋଟେ ମିନିଟ, ଓକେ। ତ ଯେତେବେଳେ ଆପଣ ଚୁଟି କାଟିବା ପାଇଁ ଯାଆନ୍ତି, ଆଜ୍ଞା ଆପଣଙ୍କର ମୁଣ୍ଡକୁ ସେ ଧରୁଛି ନା, ଆଜ୍ଞା ମୁଣ୍ଡ ବାଟେ ସବୁ ଜିନିଷ ଆପଣଙ୍କ ଶରୀରକୁ ପଳେଇଲା, ତାର ନେଗେଟିଭ ଜିନିଷ। ନା ସାର୍, ମୁଁ ତ ଚୁଟି କାଟିବା ଛାଡି ଦେଇଛି, ଚୁଟି ତ ଛାଡି ଦେଇଛି ଟୋଟାଲ। କାହିଁକି ତ ନା ସେଇଟା ମୁଁ ବହୁତ ଆଗରୁ ଅନୁଭବ ବି କରିଛି। ତାପରେ ଚୁଟି ସାଧନାରେ କାଟିକିରି ଇଏ ଆସିଲା କରିଲା ବେଳକୁ ଆଡକୁ ଆପଣଙ୍କୁ ଦେଖନ୍ତୁ, ଆପଣ ଅଜାଣତରେ ବହୁତ ଗୁଡା କ୍ୟାରି କରିକିରି ଆସିଥିବେ, କିନ୍ତୁ ଆଜ୍ଞା ଆପଣଙ୍କ ପାଖରେ ଗୋଟେ ଶସ୍ତ୍ର ଥିବ, ଅସ୍ତ୍ର ଥିବ, ଜଷ୍ଟ 2 ମିନିଟ ଖାଲି ତାକୁ ଭାବିଦେବେ, ସେ ଜିନିଷ ସିମ୍ବଲ ପକେଇଦେବେ, ଚୁଟି କାଟି, ଆପଣ କିଛି ଫରକ ପଡିବନି। ଆଜ୍ଞା ରାଇଟ। ଆଜ୍ଞା ତ ତାପରେ ମୁଁ ଏଣ୍ଡ ଡେ, ମାନେ ଲାଷ୍ଟ ଦିନ ମୁଁ ଆପଣଙ୍କୁ କହିବି ଆହୁରି ବହୁତ ଜିନିଷ ଏଞ୍ଜେଲଙ୍କର, ଯେମିତି ଭଗବାନଙ୍କର କଣ, ଯେମିତି ଆମର ବିଷ୍ଣୁଙ୍କର ଯେମିତି କହିବା ସୁଦର୍ଶନ ଚକ୍ର, ଆଜ୍ଞା ଶିବଙ୍କର ଯେମିତି କହିବି ମୁଁ ତ୍ରିଶୂଳ, ରାଇଟ। ଏମିତି ସବୁ ଦେବାଦେବୀଙ୍କର ଗୋଟେ ଗୋଟେ ଅସ୍ତ୍ର ରୁହେ, ଆଜ୍ଞା ଜାଣିଛନ୍ତି? ଆଜ୍ଞା ପରମେଶ୍ୱର ସାର୍, ଆଜ୍ଞା ହ୍ୟାଲୋ। ସବୁ ଭଗବାନଙ୍କର ଗୋଟେ ଗୋଟେ ଅସ୍ତ୍ର ରୁହେ ନା। ହଁ ରହିଛି, ତାଙ୍କର ତ ଶିବର ତ୍ରିଶୂଳ, କୃଷ୍ଣର ଚକ୍ର, ରାଇଟ। ବ୍ରହ୍ମାଙ୍କର ତାଙ୍କର ତ ବେଦ, ହନୁମାନଙ୍କର ଗଦା, ରାଇଟ। ସବୁ ହନୁମାନଙ୍କର ଗଦା। ଭଗବାନଙ୍କର ସବୁ ଠାକୁରଙ୍କର କିଛି ନା କିଛି ଗୋଟେ ଗୋଟେ ଆ ତାଙ୍କୁ ରହିଛି ଶକ୍ତି ଅସ୍ତ୍ର। ଦିଆଯାଇଥାଏ। ଆଜ୍ଞା ସେମିତି ଏଞ୍ଜେଲ ମାନଙ୍କର କଣ ଶକ୍ତି ଅଛି? 88ଟା ଶକ୍ତି ଅଛି। କେତେଟା? 88। 88ଟା ଶକ୍ତି ଅଛି, ଆଜ୍ଞା ରାଇଟ। ଆଜ୍ଞା ସେତେବେଳେ ଯେତେବେଳେ ଆମେ ସେ ଶକ୍ତି ବିଷୟରେ ଜାଣିଦେବା, ଆହୁରି ପାୱାରଫୁଲ ହେଇଯିବା ଆଜ୍ଞା ନା। ଆଜ୍ଞା ଚାଲନ୍ତୁ ଆଉ ଜଣ କଥା ହେଇଯିବା ଆଉ ଟିକେ। ଆଉ କିଛି କୁହନ୍ତୁ ପରମେଶ୍ୱର ସାର୍। ନା ଆଉ କଣ କହିବି, ମୋ ପାଠ ବିଷୟରେ ସବୁ ଜାଣିବା ପାଇଁ ଚାହୁଁଛି ଧୀରେ ଧୀରେ। ଠିକ ଅଛି, ଠିକ ଧୀରେ ଅଛି, ଧୀରେ ସବୁ ଠିକ ଅଛି। ପାଇପାରୁଛି। ଚାଲନ୍ତୁ, କ୍ୟାମେରା ଅନ୍ କରନ୍ତୁ। କ୍ୟାମେରା ଏଇ କ୍ଲାସରେ କ୍ୟାମେରା ଅଫ୍ ହବନି। ରୂପେଶ ରାଉତ, ବାଲାଜୀ ବାଉରୀ, ଅନ୍ କରନ୍ତୁ, କ୍ୟାମେରା ଅନ୍ କରନ୍ତୁ। ରଞ୍ଜନ ସାର୍ ଅନମ୍ୟୁଟ କରନ୍ତୁ। ହଁ ସାର୍। ନମସ୍କାର। ସାର୍ ସାର୍ ଆପଣ ନେଟୱାର୍କ ଟିକେ କମ ଅଛି ବୋଧେ ସେପଟେ। ସାର୍ ନେଟୱାର୍କ ଆଜି ପୁରା କାଳ ବୈଶାଖୀ 2 ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ। ଆଉ ଗୋଟେ କାମ ବୋଧେ କରନ୍ତୁ, ଆପଣ କଥା ନେଟୱାର୍କ ହେଲା ବେଳକୁ ପ୍ରୋବ୍ଲେମ କ୍ୟାମେରା ଟା ଅଫ୍ ୱିକ୍ କରି କଥା ହୁଅନ୍ତୁ, ମତେ କ୍ଲିୟର ଭଏସ ଶୁଭିବ। ତାପରେ ଆଉ ଥରେ ଅନ୍ କରିଦେବେ କ୍ୟାମେରା। କ୍ୟାମେରା ଟାକୁ ଅଫ୍ କରିଦିଅନ୍ତୁ ଆପଣଙ୍କର। ହଁ ସାର୍। କୁହନ୍ତୁ। ସାର୍ ଶୁଭିଲା ସାର୍? ହଁ ଏଥର ଆସୁଛି, ହଁ କୁହନ୍ତୁ। ସାର୍। ନା ସାର୍ କାଳ ବୈଶାଖୀ ବର୍ଷା ହେଲା ଜାଣିଲେ କି, ସେଥିପାଇଁ ଟିକେ ନେଟୱାର୍କ ୱିକ୍ ଅଛି ଭଳିଆ ଲାଗୁଛି। ଠିକ ଅଛି, କିଛି ଅସୁବିଧା ନାହିଁ। ଆପଣ ଲାଷ୍ଟ ବ୍ୟାଚରେ ମାନେ ବସିବା କଥା, ବାଇ ମିଷ୍ଟେକଲି ପୁଣି ଆଉଥରେ ଏତେ ଦିନ ଅପେକ୍ଷା କରିବାକୁ ପଡିଲା। ଚାଲନ୍ତୁ, ଯାହା ଗୋଟେ ଡିଭାଇନ ଟାଇମ ଯୋଉ ପର୍ଯ୍ୟନ୍ତ ଆସିନି, ସେ ପର୍ଯ୍ୟନ୍ତ କଣ କଣ ପଢେଇଥିଲି, ଯେ ପର୍ଯ୍ୟନ୍ତ ଡିଭାଇନ ଟାଇମ ଆସିନି ସେ ପର୍ଯ୍ୟନ୍ତ ଆପଣ ଯାହା କିଛି କଲେ ହେଲେ ବି ସେ ହବ ନାହିଁ। ନାଇଁ ସାର୍, ଆମର ତ 5 ତାରିଖ ପରେ ହିଁ ଚାହୁଁଥିଲୁ ଜାଣିଲେ କି। ହଁ 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 ଯେହେତୁ ଆମର ସ୍କୁଲ ଟା ଛୁଟି ହେଇଯିବ, ତାପରେ ଫ୍ରି ହେଇଯିବା। ହଁ ହଁ ହେଲେ ହଁ ଆପଣ ହଁ। ଟିକେ ସେତେବେଳେ 14 ପରେ ବୋଇଲେ ହଉ ଦେଖିବା ବୋଲି ଆଉ ଥରେ। ଚାଲନ୍ତୁ, ବହୁତ ବଢିଆ, କିଛି ଅସୁବିଧା ନାହିଁ।
ଯାହାର ଯେତେବେଳେ ସମୟ ଆସିଲା ସେ ସେତେବେଳେ ସେ ଜିନିଷ ପାଇବା ପାଇଁ ଯୋଗ୍ୟ। ଆମେ ତା ଆଗରୁ କେତେ ବି କଣ କରିବା, ଆମ ପାଖରେ କିଛି ନା କିଛି କଣ ସିଚୁଏସନ କ୍ରିଏଟ ହବ ଯାହାଦ୍ୱାରା କି ଆମେ ଚାହିଁଲେ ବି ସେ ସମୟରେ ସେ ଜିନିଷ କରିପାରିବା ନାହିଁ। ଏଇଟା ବିଧିର ବିଧାନ। ସାର୍ ରାଇଟ। ଠିକ ଅଛି। ଆଉ କୁହନ୍ତୁ ଏତିକି ଦିନ କଣ କଲେ? ମୁଁ ଆପଣଙ୍କୁ କହିଥିଲି, ଗ୍ରୁପରେ ମେସେଜ କରିଥିଲି ଯେ ଆଫର୍ମେସନ ସବୁଦିନ ଲେଖିବା ପାଇଁ। ହଉ ସାର୍। କାହିଁକି ଅସୁବିଧା କାହିଁକି ହେଲା? ନା ସାର୍, ମୁଁ ଟିକେ ଅଲଗା ମାନେ ଟିକେ ଡେରିରେ ଦେଖିଲି ସାର୍। ମୁଁ ମେସେଜ ଟାକୁ ଡେରିରେ ଦେଖିଲି, ଇଲେକ୍ସନ ମାନେ ଟ୍ରେନିଂ ଏସବୁ ଟିକେ ବିଜି ରହିଗଲି ସାର୍। ଆଚ୍ଛା ଆଚ୍ଛା ଆଚ୍ଛା। ଚାଲନ୍ତୁ, ବିଜି ଭିତରେ ଆମେ ଶୋଉଛେ, ଖାଉଛେ, ପିଉଛେ, ସବୁ କାମ କରୁଛେ। ସେ କାମ ବନ୍ଦ ରହୁଛି କି? ବନ୍ଦ ରହୁନି। ସାର୍ କିନ୍ତୁ ଆମେ ଯଦି କିଛି ଲକ୍ଷ୍ୟ ନେଇକି ଜୀବନକୁ ଆଗକୁ ନେବା ପାଇଁ ଚାହୁଁଛେ, ତା ଭିତରେ ଆମେ କାମ ଶୋ କରିବା ନାହିଁ। ଆମକୁ କେତେ ସାର୍ ଆଫର୍ମେସନ ଲେଖିବା ପାଇଁ 10 ମିନିଟ୍ ଲାଗିବ। ଯେତେବେଳେ ଶୋଉଛନ୍ତି ନା ସେତେବେଳେ ଲେଖିଦେବେ, ଶୋଇ ପଡିବେ, କାମ ସରିଲା। ସାର୍ ବୁଝିଲେ ନା? ଏଇ ଜିନିଷଟା କହିଲେ ସାର୍ ସାର୍ ଆମେ ସବୁ ବଡ ହେଲେଣି ନା। ହଁ ସାର୍ ତେଣୁ ଏ କଥା ଆମ ପାଟିରେ ଶୋଭା ଦୁଷିବନି। ରାଇଟ। ସାର୍ ସାର୍ ତେଣୁକରି ମୁଁ ଆଜି ଗ୍ରୁପରେ ପଠେଇବି। ପୁଣି ସେ ଆଫର୍ମେସନକୁ ଆପଣ ଆପଣଙ୍କର ହିସାବରେ ରଖିବେ। ମୁଁ ସେଠି ଲେଖିଛି ଯଦି 45 ଲକ୍ଷ, ଆପଣ ସେଠି ଆପଣଙ୍କୁ ଯେତିକି ଲାଗୁଛି ସେତିକି ଲେଖିବେ। ଠିକ ଅଛି ସାର୍। ଓକେ। ତ ଆଜିଠୁ ଆପଣ ମାନଙ୍କର ଆଫର୍ମେସନ ଷ୍ଟାର୍ଟ ହବ। ଆଫର୍ମେସନ ଟା କୌଣସି ପ୍ରକାର ବି ତାକୁ ରୋକି ହବନି। ରାଇଟ। ଆମେ ସାର୍ ଗୋଟେ ସାର୍ ଗୋଟେ ପାୱାର ଆମ ହାତକୁ ନଉଛେ, କିନ୍ତୁ ଆଫର୍ମେସନ ଆମକୁ ଛାଡି ଦଉଛନ୍ତି। ଏଞ୍ଜେଲ ଆଫର୍ମେସନ ଟା ପ୍ରତ୍ୟେକ ଦିନ ଲେଖିବା ଦରକାର, ଆଉ ତାକୁ ଲେଖିବେ। ଓକେ। ମୁଁ ଆଜି ପଠେଇ ଦଉଛି। ଆଜି ଆପଣ ସମସ୍ତେ ଆଜି ଆଫର୍ମେସନ ଲେଖିବେ। ଯୋଉ ଆଫର୍ମେସନ ମୁଁ ଯାହା ଦେଇଛି ସେ ଅନୁସାରେ ଆପଣଙ୍କୁ ଲେଖିବାର ଅଛି। ରେଡ ପେନ ରେ ଲେଖିବେ, ଗୋଟେ ଖାତା କରିବେ। ସାର୍ ଥ୍ୟାଙ୍କ ୟୁ ଏଞ୍ଜେଲ କହିକି ଆପଣ ଷ୍ଟାର୍ଟ କରିବେ। ଏଣ୍ଡରେ ସାର୍ ଆପଣ ପୁଣି ଥ୍ୟାଙ୍କ ୟୁ କହିବେ, ଗ୍ରାଟିଟ୍ୟୁଡ ଦେବେ, ଆପଣଙ୍କର ସିଗ୍ନେଚର କରିବେ, ଡେଟ୍ ପକେଇବେ। ଏଇ ପ୍ରୋସେସରେ ଆପଣଙ୍କୁ ଏଞ୍ଜେଲ ଆଫର୍ମେସନ ପ୍ରତ୍ୟେକ ଦିନ କରିବାର ଅଛି। ମୁଁ ଆପଣଙ୍କୁ ଖାତା ଠିକ ଦେଖେଇଥିଲି ଅଛି ନା, ସାର୍। କେତେ ମୋଟା ଖାତା ହଁ ମୋର ହଁ ହଁ ସରୁଛି। ସାର୍। ସାର୍ ସାର୍ ରାଇଟ। ତେଣୁ ଆଫର୍ମେସନ ପାର୍ଟଟାକୁ ବନ୍ଦ କରନ୍ତୁ ନାହିଁ। ଯଦି ତା ଭିତରେ ଆଉ କିଛି ଆଡିସନାଲ କରିବା ପାଇଁ ଚାହୁଁଛନ୍ତି, କରନ୍ତୁ, ଯାହା ଇଚ୍ଛା ଥିବ। ମୁଁ ଠିକ ଗୋଟେ ଅଛି ସାର୍। ମୋଟାମୋଟି ଗୋଟେ ଷ୍ଟ୍ରକ୍ଚର ଦେଇଦେଲି। ପାଠଟା ସାର୍ ପଢେଇଦେଲି ଆଫର୍ମେସନ ର କାମ କାହିଁକି ହୁଏନି, କଣ କଲେ ହବ, କଣ ଅସୁବିଧା, ସବୁ ଜିନିଷ କହିଦେଲି। ତାପରେ ଗୋଟେ ଗୋଟେ ବେସିକ ଆଫର୍ମେସନ ଦେଇଦେଲି, ଯୋଉଟା କି ଇଜି ଟୁ ୱେ, ସମସ୍ତଙ୍କ ପାଇଁ ଯୋଉଟା ଇଜି ହବ। ତେଣୁ ଆଉ ଅସୁବିଧା ଯଦି ହଉଛି ମତେ ଫୋନ କରିକି ଆପଣ ପଚାରି ପାରିବେ। ଆଉ ଯଦି କିଛି ଆଡିସନ କରିବା ପାଇଁ ଚାହୁଁଛନ୍ତି, ତଥାପି ଫୋନ କରି ମତେ ପଚାରିବେ। ଓକେ। ଠିକ ଅଛି ସାର୍। ହଁ ସାର୍। କିନ୍ତୁ ଆଜି ହେବା ଦରକାର, ଆଜିଠୁ। ହଉ ସାର୍। ଠିକ ଅଛି। ଓକେ। ହଁ ହଁ ଚାଲନ୍ତୁ, ବହୁତ ସୁନ୍ଦର। ଏଥର ଆପଣ କ୍ୟାମେରା ଅନ୍ କରିଦିଅନ୍ତୁ। ବାଲାଜୀ ବାଉରୀ ଅନମ୍ୟୁଟ କରନ୍ତୁ। ହଁ ସାର୍ ନମସ୍କାର। ନମସ୍କାର। ହାତ ଠିକ ଅଛି? ମାନେ ହଁ ସାର୍, ଟିକେ ରିକଭରି ଆଜି ହେଲେଣି? କାଳ ବୈଶାଖୀ ବର୍ଷା ଯୋଗୁ କରେଣ୍ଟ ନାହିଁ ସାର୍। ଓହୋ, କରେଣ୍ଟ ନାହିଁ ଆଜି। ଓକେ। ହଁ ଆଚ୍ଛା ସାର୍, 2-3 ଘଣ୍ଟା ହେଲାଣି, ମାନେ ଇନଭର୍ଟର ଚାର୍ଜ ବି ସରିଗଲାଣି। ଆଚ୍ଛା ଆଚ୍ଛା, ଠିକ ଅଛି ଠିକ ଆଜି ଅଛି। ଗୋଟେ ଦିନ ଟିକେ ପ୍ରୋବ୍ଲେମ ହବ ସାର୍, କାଲିଠୁ କିଛି ପ୍ରୋବ୍ଲେମ ହବନି। କିଛି ପ୍ରୋବ୍ଲେମ ନାହିଁ। ଆମେ କାହିଁକି ପାଟିରେ ଧରିବା ପ୍ରୋବ୍ଲେମ ହବ ବୋଲି? ପ୍ରୋବ୍ଲେମ ହେଇଥିଲେ ଟ୍ରାପ୍ ଟା ଆପଣ ଜଏନ ପ୍ରୋବ୍ଲେମ। କରିପାରିଥାନ୍ତେ କି? ହଁ ସାର୍। ପ୍ରୋବ୍ଲେମ କିଛି ନାହିଁ। ଆମେ ଭାବୁଛେ, ଆମେ ଯୋଉଟା ଭାବୁଛେ ସେଟା ଆମର ମାନifestation ହଉଛି। ରାଇଟ। ହଁ ସାର୍। ଆଉ କଣ କୁହନ୍ତୁ କିଛି? ଆପଣ ବି ଲାଷ୍ଟ ବେଜରେ ପୁରା ପେମେଣ୍ଟ ଦେଇକି ବି ଗୋଟେ ମାସ ଆପଣଙ୍କୁ, ମାନେ ଏତେ ଦିନ ଆଉଥରେ ଅପେକ୍ଷା କରିବାକୁ ପଡିଲା। ହଁ ଆପଣଙ୍କର ସାର୍। ବି ଡିଭାଇନ ଟାଇମ ନଥିଲା। ହଁ ସାର୍। ପଇସା ଦେଇକିରି ମାସେ ଅପେକ୍ଷା କଲେ ଆପଣ। ହୁଁ। ହଁ ସାର୍, ସେତେବେଳେ କରିଥିଲେ ହେଇଯାଇଥାନ୍ତା ସାର୍। ହୁଁ କିନ୍ତୁ ଏବେ 5 ତାରିଖରେ କରିବା ବୋଲି ଡିସାଇଡ୍ ହେଲା ବେଳକୁ ଏଇଟା ଗୋଟେ ମୋର ହେଲା ଆଉ। ହୁଁ, ହଉ ଠିକ ଅଛି, କିଛି ହେଇନି, ସବୁ ଠିକ ଅଛି। ହୁଁ। ହଁ ସାର୍। ବହୁତ ବଡ ଜିନିଷ ଥିଲା, ସେ ହଟିଗଲା। ବହୁତ ଛୋଟିଆ ଜିନିଷଟେ ହେଇଛି, ତାକୁ ଲାଇଟଲି ନେବା। ଆମର କିଛି କ୍ଷତି ହେଇଛି, ମାନେ ଖଞ୍ଜାଟା ବାହାରିଥିଲା, ଖଞ୍ଜାଟା ଲଗା ହେଲା, କାମ ସରିଗଲା। ହଁ ସାର୍। ହଁ କିନ୍ତୁ ଆମେ ବହୁତ ବଡ ଜିନିଷ ତ ବର୍ତ୍ତି ଗଲେ ନା। ହଁ ସାର୍। ହୁଁ।
चलନ୍ତୁ ओके ଆଉ କିଛି କହିବେ? ନାଇଁ ସାର୍। ओके थैंक यू महेंद्र सर अनम्यूट करंतु नमस्कार सर। नमस्कार ଆପଣ କୁଆଡେ ଗଲେ ଏତେ ଲେଟ୍ କାହିଁ କଲେ କୁଆଡେ ମାନେ ବର୍ଷା ବର୍ଷି ହଉଥିଲା କି? हाँ सर हाँ ଏଇଟା ଆମର ଆଚ୍ଛା ବହୁତ ମୁଁ ଧୁନ୍ଦି ପବନ ହଉଥିଲା ତ ଆପଣଙ୍କ ଭଏସ ଟିକେ କମ ଆସୁଛି ଇଆଡେ ବହୁତ ଧୁନ୍ଦି ପବନ ହଉଥିଲା ଆଜ୍ଞା। ଧୁନ୍ଦି ପବନ ଆଚ୍ଛା ଜୋର ପବନ ହଉଥିଲା ପବନ ଘଡଘଡି ହଉଥିଲା। ହଁ ହଁ ତା ଭିତରେ ସାର୍ ମୁଁ ଆପଣଙ୍କୁ ଯୋଉ ପ୍ରଥମ ଯୋଉ କ୍ଲାସ ସରିଲା ପରେ ଟିକେ ଗାଁକୁ ଟିକେ ମୁଁ ପଳେଇଥିଲି ଝିଅକୁ ଦେଖିବା ପାଇଁ। ଆଚ୍ଛା ଭଲ ଅଛନ୍ତି ବହୁତ ଭଲ। ଆପଣଙ୍କର ଆମର ଯୋଉ ସାର୍ ଜଣେ ଅଛନ୍ତି କେଉଁଝରରେ ଭାଇ ଜଣ ତାଙ୍କ ସହିତ ବି ଦେଖା ହେଲା ବହୁତ ବଢିଆ ଲାଗିଲା ଆଜ୍ଞା। କୋଉ ସାଙ୍ଗ କହିଲେ? ନାଁ ଟା ଆପଣ ତାଙ୍କ ନାଁ ସବୁବେଳେ ଧରନ୍ତି ମୁଁ ରିଲାଏନ୍ସ ଜିଓରେ ଅଛନ୍ତି ମଣିକାନ୍ତ ମନିକା ସହିତ ଭେଟ ହେଲା ଆଚ୍ଛା ବହୁତ ବଢିଆ ଲାଗିଲା ଆଜ୍ଞା। ଆଜ୍ଞା ଆଜ୍ଞା କୋଉଠି ଦେଖା ହେଲା ମଣିକାନ୍ତ? କେଉଁଝର ଆଜ୍ଞା। କେମିତି ଏମିତି ଜାଣେ ଦେଖା ସାକ୍ଷାତ ହେଇଗଲା? ହଁ ସାର୍ ସେ କେଉଁଝର ଅଛନ୍ତି କହିଲେ ତ ତାଙ୍କ ସହିତ ଭେଟ ହେଇଗଲା ବହୁତ ଖୁସି ଲାଗିଲା। ଆପଣ କ୍ଲାସ ଡିସ୍କସନ ବିଷୟରେ ବହୁତ ଆଲୋଚନା ହେଲା ବହୁତ ବଢିଆ ସେ କହିଲେ ଭଲ ଲାଗୁଛି ଆଗକୁ କରିବା ଏମିତି ସବୁ ଡିସ୍କସନ ଚାଲିଲା ଭଲ ବହୁତ ବଢିଆ ନୂଆ ପାଠ ଗୋଟେ ପାଠ୍ୟକ୍ରମ ତାର ମଜା ଅଛି ଖୁସି ଲାଗୁଛି ସାର୍। ଚାଲନ୍ତୁ ବହୁତ ବଢିଆ ବହୁତ ବଢିଆ ବହୁତ ବଢିଆ ଆଉ କିଛି? ନା ସାର୍ ଆଫର୍ମେସନ ତ ମୁଁ ସାର୍ ସକାଳେ ଲେଖୁଛୁ ଉଠିଲା ପରେ ଲେଖୁଛି ଆଉ ଶୋଇଲା ବେଳକୁ ଲେଖିନି ଷ୍ଟାର୍ଟ କରିବି ଆଜିଠୁ ଯେତେବେଳେ ଆଉ। ଲେଖିବେ ଲେଖନ୍ତୁ ଦେଖନ୍ତୁ ଯେତେ ତାକୁ ଅଧିକା ଯେତେ ଲେଖିବେ ସେ ସେତେ ମ୍ୟାନିଫେଷ୍ଟେସନ ହେବାରେ ଚାନ୍ସେସ୍ ବଢିଯିବ। ବାକି ଆଜ୍ଞା ସମସ୍ତେ ବ୍ୟସ୍ତ ବହୁଳ ଜୀବନ ଆଜିକା ଡେଟରେ ସକାଳୁ ଉଠିଲେ ରାତି କେମିତି ହେଇଯାଉଛି ଲୋକଙ୍କୁ ଜଣା ପଡୁନି। ତେଣୁକରି ମୋର କହିବା କଥା ଆପଣ ଗୋଟିଏ ଥର କରନ୍ତୁ ଆଟଲିଷ୍ଟ ଶୋଇବା ପୂର୍ବରୁ ହଉ କି ଶୋଇବା ପରେ ବି ହଉ ମାନେ ସକାଳୁ ଉଠିଲେ ହଉ କିମ୍ବା ଦିନରେ ଯେତେବେଳେ ହଉଛନ୍ତି କିନ୍ତୁ ମାଇଣ୍ଡ ସ୍ଥିର ଥିବ କରନ୍ତୁ। ଆଜ୍ଞା ରାଇଟ ମାଇଣ୍ଡ ଡିଷ୍ଟ୍ରାକ୍ଟ ହେଇକି ଥିବ ଆଫର୍ମେସନ ବ୍ୟବହାର କରନ୍ତୁ। ହୁଁ ତେଣୁ କରନ୍ତୁ ଏଣିକି ମୁଁ ଆପଣଙ୍କୁ କଣ ସେ ଗ୍ରୁପରେ ଆପଣ ପଠେଇବେ ସବୁଦିନ କରିକି। ଆଜ୍ଞା ଆଜ୍ଞା ଠିକ ଅଛି। ମୁଁ ସେ ପ୍ରୋସେସ ମୁଁ ତାର ଗୋଟେ ଷ୍ଟ୍ରକ୍ଚର ଦେଇଦେବି ତାକୁ ବେସ୍ କରିକି ଆପଣ ଆପଣଙ୍କର ନିଜର ଆଫର୍ମେସନ କରିବେ। ଓକେ ୟେସ୍ ୟେସ୍ ଆଜି ଥ୍ୟାଙ୍କ ସମସ୍ତଙ୍କର ୟୁ ଆଫର୍ମେସନ ଗ୍ରୁପରେ ଆସିବା ଦରକାର। ଠିକ ଆଜ୍ଞା ଅଛି ଆଜ୍ଞା ୟେସ୍ ସାର୍ ଚାଲ ଚାଲନ୍ତୁ ଥ୍ୟାଙ୍କ ୟୁ ଚାଲନ୍ତୁ। ଲିଲିମା ସିଂ ଏତେ ଲେଟ୍ କାହିଁ କଲ ତମ ଫୋନ କାହିଁ ଲାଗୁନି ଅନମ୍ୟୁଟ କର। ପ୍ରୋବ୍ଲେମ ହଉଛି ମୁଁ ଟ୍ରାଏ କରୁଛି ଜଏନ କରିବା ପାଇଁ କିନ୍ତୁ ମୋ ବାର ବାର କଟି ଯାଉଥିଲା। ତମର ମତେ ଗୋଟେ ଫୋନ ଦିଅ ଯୋଉଟା ରିଙ୍ଗ ହବ। ଆଜ୍ଞା ସାର୍। ତମର ଯୋଉ ନମ୍ବର ଟା ରିଙ୍ଗ ହେଇପାରିବ ମତେ ସେଇ ନମ୍ବର ଟା ଦିଅ। ଆଜ୍ଞା ଆଇଦର ସେଟା ହ୍ୱାଟ୍ସଆପ୍ ଥାଉ କି ନଥାଉ କିନ୍ତୁ ଗୋଟେ ରିଙ୍ଗ ହେବା ନମ୍ବର ଟେ ଦିଅ କାହିଁକି ନା ମୁଁ ତମ ସହିତ ଯୋଗାଯୋଗ କରିପାରୁନି। ମୁଁ ଚାହୁଁଛି ଆଜ୍ଞା କୋଉଠି ତମେ ଅସୁବିଧାରେ ପଡୁଛ ମୁଁ ଜାଣିବା ପାଇଁ ଚାହୁଁଛି କିନ୍ତୁ ତମ ନମ୍ବର ଲାଗୁନାହିଁ। ହ୍ୱାଟ୍ସଆପ କଲରେ କଲେ ଜଣା ପଡୁନି କିଛି ନା ରିପ୍ଲାଏ କାଟିଲ କି ରିଙ୍ଗ ଆଜ୍ଞା ହେଲା କି ନାଇଁ କାହିଁକିନା ନେଟ୍ ଅଫ୍ ଥିଲେ ତ ରିଙ୍ଗ ହବନି ସେ ଆମକୁ ସିନା ଜଣା ପଡିବ ରିଙ୍ଗ କିନ୍ତୁ ସେ ନ୍ୟାଚୁରାଲ ରିଙ୍ଗ ହବନି ନାହିଁ ରାଇଟ। ତ ମତେ ଆଜି ଦବ ନମ୍ବର ଗୋଟେ ଓକେ ଯୋଉଟା ତମେ ମୁଁ କଲ୍ କରିପାରିବି ଯୋଉଥିରେ ଠିକ ଅଛି। ଆଜ୍ଞା ଆଜ୍ଞା ସାର୍। ତମର ବି ଲାଷ୍ଟ ବ୍ୟାଚ୍ ଥିଲା କିନ୍ତୁ ବାଇ ମିଷ୍ଟେକଲି ତମେ ଲାଷ୍ଟ ବ୍ୟାଚରେ ଯୋଗ ଦେଇ ପାରିଲାନି ବାସ୍ ଏତେ ଦିନ ଆଉଥରେ ତମକୁ ଅପେକ୍ଷା କରିବାକୁ ପଡିଲା ତମର ବି ରାଇଟ। ହୁଁ ଆଜ୍ଞା ଚାଲ ତମର ଏବେ ସମୟ ଆସିଲା ରାଇଟ ସେ ଅନୁସାରେ ଆମେ ସେଇ ପଜିଟିଭ ଭାବରେ ଆଗକୁ ଭାବିକି ଯିବା ଠିକ ଅଛି। ଆଉ କୁହ ଏତିକି ଦିନ ଭିତରେ ଆଜ୍ଞା କଣ ସାର୍। ଏଞ୍ଜେଲଙ୍କ ସହିତ କିଛି ଏକ୍ସପିରିଏନ୍ସ କଲ ନା ସବୁ ଭୁଲିବାଲି ଗଲ। ନାଇଁ ସାର୍ ଭୁଲିନି ପ୍ରାୟତଃ ସବୁବେଳେ ତମର ଆମ କ୍ୟାମେରା ମନେ ଅଫ୍ ପକାଏ କରିଦିଅ ଆଉ କ୍ୟାମେରା ଅଫ୍ କରିଦିଅ ଯାହା ଲାଗୁଛି
କ୍ୟାମେରାଟା ଅଫ୍ କରିଦିଅ, ଭଏସ ଟା ଠିକ ଆସିବ, ତାପରେ କ୍ୟାମେରା ଅନ୍ କରିଦବ। କିଛି ଦିନରେ ସବୁବେଳେ କଥା ହେଇଯାଏ, ମୋ ନିଜର କଥା ଜଣାଏ, ଯାହାର ଅସୁବିଧା ଜଣାଏ, ଫିଲ୍ ହେଇଛି, ମତେ ସବୁବେଳେ ଫିଲ୍ ହେଇଛି କି ସେ ମୋ କଥା ଶୁଣୁଛନ୍ତି। ଯେତିକି ସବୁ ପ୍ରୋବ୍ଲେମ ଆସୁଛି ସେ ସବୁ ସର୍ଟ ଆଉଟ୍ ବି ହେଇଯାଉଛି। ଆଚ୍ଛା, କଣ ସର୍ଟ ଆଉଟ୍ ହଉଛି ଟିକେ କୁହ, ସେଟା ଜାଣିବା ଦରକାର ନା। ହେଲେ ଖାଲି ହେଇଯାଉଛି କହିଲେ ହବ, ମୁଁ ବି ଜାଣିବା ପାଇଁ ଚାହିଁବି ନା ସେ ସର୍ଟ ଆଉଟ୍ ଯେ କଣ 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 ଇନଭୋକ୍ କରୁଛ, କୋଉଠି କୋଉଠି ହେଲ୍ପ ମାଗିଛ, ଯୋଉଠି କାମ ଯାକ କ୍ଲିୟର ହେଇଯାଉଛି, ଟିକେ ଓପେନଲି କୁହ, ଜାଣିବା ନା, ସମସ୍ତେ ବି ଜାଣିବା ଦରକାର। ଜଣେଇଥିଲି ଯୋଉ ଫସିକି ତ କାଲି ସେ ଜାଗାରୁ ମୁକୁଳେଇକି ପଳେଇ ଆସିଲି। ବହୁତ କନଫ୍ୟୁଜନ ଥିଲି, କେମିତି ଜଣେଇବି, ଘରେ ଜାଣିଲି ମତେ କଣ କରିବି, କିନ୍ତୁ ଏମିତି ଟାଇମ୍ କାଲି ମୁଁ ଯାଇ ପଳେଇ ଆସିଲା। ମୁଁ ଲିଲିମଣି, ତମର ଜାଣିଗଲେ ଭଏସ ଟୋଟାଲି ଆସୁନି, ଟୋଟାଲି ତମ ଭଏସ ହିଁ ଆସୁନି। ପ୍ରୋବ୍ଲେମ ହଉଛି ବହୁତ। ତମେ କାଲି ଟ୍ରାଏ ହ୍ୟାଲୋ। କର, ଏ ଯେତିକି ଦିନ ଯୋଉ କ୍ଲାସ ହବ ନା, ତା ପାଇଁ ଆଉ ଗୋଟେ ନମ୍ବର ୟୁଜ କର, ନେଟ୍, ଯାହା ଦ୍ୱାରା କି ଆଟଲିଷ୍ଟ ମେଡିଟେସନ ଗୁଡା କରାହବ ନା, ତାକୁ ଯଦି ଠିକ ରେ ନ କରିବ ଅସୁବିଧା। ତମ ଆଜ୍ଞା ଭଏସ ଟା ସାର୍। ଆମକୁ ନ ଶୁଭିଲେ ଠିକ ଅଛି, ଚଳିଯିବ, ମ୍ୟାନେଜ କରିଦେବି, କିନ୍ତୁ ଆମର ଏଠିକାର ଭଏସ ଟାକୁ ତମ ପାଖରେ ପହଞ୍ଚିବା ନିହାତି ଜରୁରୀ। ତେଣୁ ନେଟୱାର୍କ ତମେ କାଲି କିଛି ଏଇ 5 ଦିନ 4 ଦିନ 5 ଦିନ 6 ଦିନ ପାଇଁ ଗୋଟେ କିଛି ଗୋଟେ ପ୍ୟାକ୍ ପକାଅ, କିଛି ଅଲଗା ନମ୍ବରରେ, ଯୋଉଟା କି ତମେ କ୍ଲାସ ଟା ଆଟଲିଷ୍ଟ ସୁବିଧାରେ କରିପାରିବ। ପଇସା ଖର୍ଚ୍ଚ କରୁଛ, ଆଉ 100-200 ଟଙ୍କା ଖର୍ଚ୍ଚ କରି ଗୋଟେ ସିମ୍ ରେ, ଅଲଗା କୋଉ କମ୍ପାନୀ ସିମ୍ ଯୋଉଟା ନେଟୱାର୍କ ଷ୍ଟ୍ରଙ୍ଗ ଅଛି, ସେଇ ସିମ୍ ରେ ରିଚାର୍ଜ କର, ଏତେ ଦିନ କ୍ଲାସ କରିନିଅ। ରାଇଟ୍, ସେଟା ତମ ପାଇଁ ଭଲ ହବ। ଓକେ, ଚାଲନ୍ତୁ। ପପିନ ମୁନି ଅନମ୍ୟୁଟ କରନ୍ତୁ, ନିଦ ହେଇଯାଇଥିଲା ଆପଣଙ୍କୁ। ସାର୍ ନମସ୍କାର। ନମସ୍କାର। ଫୋନ କଲି, ରିଙ୍ଗ ହେଲା। ଫ୍ରେଶ ପୁରା ଏବେ। ସାର୍ ଆକ୍ଚୁଆଲି ଆଜି ସେ ପ୍ରୋଗ୍ରାମ କଣ? ହଁ ସାର୍, ଗୁଡ୍ ଆଫ୍ଟରନୁନ୍। ଓକେ, ବର୍ଷା ବର୍ଷି ହଉଛି ବୋଧେ? ନାଇଁ ସାର୍, ବର୍ଷା କିଛି ହଉନି। ବର୍ଷା ନାହିଁ, ଚାଲନ୍ତୁ ଚାଲନ୍ତୁ, ବହୁତ ବଢିଆ। ଆଉ କ୍ଲାସ ଆରମ୍ଭ କରିବା, ପ୍ରଥମ ଦିନର କ୍ଲାସ ମେଡିଟେସନ ଷ୍ଟାର୍ଟ କରିବା, ରାଇଟ୍। ହୁଁ, ଓକେ। ଆଉ ଜଣେ ରହିଲେ ରୂପସ ରଞ୍ଜନ ରାଉତ, ଅନମ୍ୟୁଟ କରନ୍ତୁ ଆପଣ ଲାଷ୍ଟ, ଆପଣଙ୍କ ସହିତ କଥା ହେଇଯିବା, ଷ୍ଟାର୍ଟ କରିବା। ନମସ୍କାର। ଆଜ୍ଞା, ନମସ୍କାର ଆଜ୍ଞା। କୁହନ୍ତୁ, କଣ ଅସୁବିଧା ଆପଣଙ୍କର? କାଲି ତ ଆପଣଙ୍କୁ କହିଥିଲି ମୋ ସମସ୍ୟା ସମ୍ପର୍କରେ, ଆଉ ଯାହା ହଉ ଆପଣଙ୍କର ଆଶୀର୍ବାଦରୁ ଟିକେ ପରିବର୍ତ୍ତନ ଘଟିଛି ଆଉ। ଝିଅ କିଛି ପରିବର୍ତ୍ତନ ହେଇଛି? ଆଜ୍ଞା ଆଜ୍ଞା, ପରିବର୍ତ୍ତନ ହେଇଛି। ଓକେ ଓକେ। ବାସ୍ ଦେଖନ୍ତୁ, ଆମେ ବାପା ମା ହେଇକି ଥିବା, ଯଦି ଝିଅ ହଉ ପୁଅ ହଉ, ଯଦି ସେମାନେ ଭୁଲ କରୁଛନ୍ତି, ଆମେ ତାଙ୍କୁ ଅପସନ ଦେଖେଇବା। ଆଉ ଯଦି ଆଜ୍ଞା ଅପସନ ନ ଦେଖେଇକି ତାଙ୍କ ଉପରେ ଯଦି କିଛି ଅସୁବିଧା କରିବା, ସେ ଆପଣଙ୍କୁ ଦୂରେଇ ଯିବ। ଆଜ୍ଞା ବାପା ମା ହେଇକିରି ଯଦି ଆମେ ତାଙ୍କୁ ମାନେ କ୍ଲୋଜ ରେ ନ ରଖିବା, ପର ମୁହୂର୍ତ୍ତରେ ଗୋଟେ ସମୟ ଆସିବ ସେ ପୁରା ଦୂରେଇ ଯିବେ। ଆଉ ଯୋଉ ଛୁଆକୁ ଜନ୍ମ କରିଥିବା, ଯୋଉ ସ୍ନେହ ଶ୍ରଦ୍ଧା ଦେଇଥିବା, ଏତେ ବଡ କରିଥିବା, ଆ ତାଙ୍କ ସହିତ ଆମେ ଯଦି ସ୍ନେହର ସହିତ ନ ବାର୍ତ୍ତା କରିବା, ଭୁଲ ତ ସମସ୍ତେ କରୁଛନ୍ତି, ରାଇଟ୍। ଆମେ ଯଦି ରାସ୍ତା ନ ଦେଖି ତାକୁ ଯଦି ଆମେ ଭୁଲ କରିଦବା, ତାହେଲେ ଆଉ ଲାଭ କଣ ହେଲା, ରାଇଟ୍। ତ ମୁଁ ଚେଷ୍ଟା ଆଜ୍ଞା କଲି ଯେ ଆପଣଙ୍କର ଝିଅକୁ କିଛି ଠିକ ରାସ୍ତାରେ ଆଣିବା ପାଇଁ, କାଉନସିଲିଂ କଲି। ବର୍ଷା ହଉ, ଯଦି କିଛି ପରିବର୍ତ୍ତନ ଆସିଲା, ଅ, ତାହେଲେ ବହୁତ ଭଲ, ରାଇଟ୍। ତ ଆପଣ ସେଇ ଆଜ୍ଞା ଅନୁସାରେ ହିଁ ତା ସହିତ ଟ୍ରିଟ କରନ୍ତୁ। ଜମା, ଆପଣ ସିନା ଭାବୁଛନ୍ତି ମୋ ନିଜ ଝିଅ, କିନ୍ତୁ ଭାବୁଛନ୍ତି ହଁ ମୁଁ ତା ବାପା, ମୁଁ ତାକୁ ଯାହା ବି ତାକୁ କରିପାରିବି, ଯାହା ବ୍ୟବହାର କରିପାରିବି, ସେଟା ଗଲତ। ସେ ସମୟ ପଳେଇଲାଣି, ସେ ଜମାନା ପଳେଇଲାଣି, ରାଇଟ୍। ଆଜ୍ଞା ଜଣ ଜଣଙ୍କର 8ଟା 10ଟା 12ଟା 15ଟା ଛୁଆ ରହିଲେ ବି ତାଙ୍କର କିଛି ଫରକ ପଡୁନଥିଲା ସେତେବେଳେ। କିନ୍ତୁ ଏବେ ଗୋଟେ ଛୁଆକୁ ଜନ୍ମ କରିକି ତାକୁ ବଡ କରିବାଟା ବହୁତ ଚ୍ୟାଲେଞ୍ଜେସ୍ ଆସିଯାଉଛି। ହୁଁ। ଆଜ୍ଞା
ତେଣୁକରି ସମୟ ଅନୁସାରେ ଆମକୁ ବି ପରିବର୍ତ୍ତନ କରିବାର ଅଛି। ଆମେ ବାପା ମା ବୋଲି ଭାବିକିରି ସେମାନଙ୍କ ସହିତ ଯଦି ରାଉଡି ହେଇଯିବା ତାହେଲେ ସେ ଆମଠୁ ଦୂରେଇ ଯିବେ, ବେଶୀ ସମୟ ଲାଗିବନି। ଆଜ୍ଞା ରାଇଟ୍, ଆଜ୍ଞା ଆମେ ତାଙ୍କର ସାଙ୍ଗ ଭଳିଆ ତାଙ୍କ ସହିତ ରହିଯିବାର ଅଛି। ତାହେଲେ ଦେଖିବେ ଯୋଉ ପ୍ରୋବ୍ଲେମଟା ସେ କରୁଛନ୍ତି ନିଜକୁ ଆସିକି ଆପଣଙ୍କୁ କହିବେ, କହିଲେ ଆପଣଙ୍କୁ ଇଜିଲି ସଲ୍ୟୁସନ ଦେଇପାରିବେ ତାକୁ। ଆଜ୍ଞା କରନ୍ତୁ, ବାସ୍ ଆଉ କିଛି ନାହିଁ। ଓକେ ଆଜ୍ଞା ଓକେ, ଚାଲନ୍ତୁ, ଆମର ସମସ୍ତ ଟିମ୍ ଆସିଗଲେ, ସମସ୍ତ ମେମ୍ବର ଆସିଗଲେ, ପ୍ରତିଛବିରୁ ଆଜି ଷ୍ଟାର୍ଟ କରିବା। ଓକେ, ଚକ୍ର ମେଡିଟେସନ ଆଜି କରିବା। ଆଜି ଅରା ଟିକେ କ୍ଲିନ କରିକି ଆମେ ପାଠ ପଢିବା। ଓକେ, ତ ଆମେ ମେଡିଟେସନ ଭିତରେ ଯେତେବେଳେ ଲମ୍ ହଉଛି ଆପଣ ଏଇ ମୁଦ୍ରା ରଖିବେ, ଦିଟାକ ଏଇ ମୁଦ୍ରାରେ ଆପଣ ରଖିବେ। ଲେଖନ୍ତୁ, ମନେ ରଖନ୍ତୁ, ସେ ଅନୁସାରେ ଆଜି କରିବେ ପର୍ଟିକୁଲାର। ଯଦି ଡାଉଟ ହଉଛି ଆପଣ କହିବେ ମତେ। ଓକେ, ଏହି ମୁଦ୍ରାରେ ଆପଣ ଦିଟାକ ଜଙ୍ଘ ଉପରେ ରଖିବେ, ଲମ୍ କରିକିରି କହିବେ। ଯେତେବେଳେ ମୁଁ ଲମ୍ କହୁଛି ଆପଣ ସେତେବେଳେ ଉଚ୍ଚାରଣ କରିବେ, ମୁଦ୍ରାଟାକୁ ଆପଣ ଏଇ ହିସାବରେ ବ୍ୟବହାର କରିବେ। କମ୍ପ୍ଲିଟ। ଦ୍ୱିତୀୟରେ ଆପଣ ଦି ହାତ ରଖିବେ, ଦି ହାତ ରଖିକିରି ଏଠୁ ଜଏନ୍ କରିବେ। ରଖିକି ଆପଣଙ୍କର ଯୋଉଠି ଅଛି ସେକ୍ରେଲା ଚକ୍ରା, ସେକ୍ରେଲା ଚକ୍ର ପାଖରେ ରଖିବେ। କୋଉଠି ଅଛି? ନାଭିର 2 ଇଞ୍ଚ ତଳେ। ତାକୁ ଟଚ୍ କରିକିରି ଆପଣ ଏଇ ପୋଜିସନରେ ରଖିବେ। ଗୋଟେ ଫୋନ ଆସୁଛି, 1। ତ ଯେତେବେଳେ ଆମର ଭମ୍ ଉଚ୍ଚାରଣ ହବ, ଭମ୍ ଉଚ୍ଚାରଣରେ ହାତ ଆଉ ଗୋଟେ ହାତ ରହିଲା, ଦି ବୁଢା ଆଙ୍ଗୁଠି ରହିବ ଆପଣଙ୍କର ସାକ୍ରାଲ ଚକ୍ର ଉପରେ ଟଚ୍ କରିକି ରଖିବେ। କୁଆଡେ ଗଲା ଭିଡିଓ? ୟେସ୍, एक मिनट। ଦିଟା ଚକ୍ର କ୍ଲିୟର। 3 ନମ୍ବର ରହିବ, ଦି ହାତ ରଖିବେ, ଦି ହାତ ରଖିକି ପୋଜିସନ ରଖିବେ। ଗୋଟେ ଆଙ୍ଗୁଠି ରଖିଲେ ତା ଉପରେ ଆଉ ଗୋଟେ ଆଙ୍ଗୁଠି ରଖିବେ। ଏଇ ହିସାବରେ ଆପଣଙ୍କୁ ଯେତେବେଳେ ରମ୍ ଉଚ୍ଚାରଣ ହବ, ଏଇ ମୁଦ୍ରା ଆପଣ ବ୍ୟବହାର କରିବେ ଆପଣଙ୍କର ସୋଲାର ପିକ୍ସେଲ ଚକ୍ର ପାଖରେ ରଖିବେ। କୋଉଠି ସୋଲାର ପିକ୍ସେଲ ଚକ୍ର? 2 ଇଞ୍ଚ ଉପରେ, ନାଭିର 2 ଇଞ୍ଚ ଉପରେ। ତାକୁ ଟଚ୍ କରିକି ଏଇ ପୋଜିସନରେ ରଖିବେ। କ୍ଲିୟର? ସମୀର ସାର୍ କ୍ଲିୟର? କିଛି କହୁଛନ୍ତି ସମୀର ସାର୍? ଅନମ୍ୟୁଟ କରନ୍ତୁ। ସାର୍ ଠିକ ଅଛି ସାର୍। ଠିକ ଅଛି, ମୁଁ ପଚାରିଲେ ଯଦି ଠିକ ଅଛି ଦେଇ ଦଉଥିବେ, ମୁଁ ଜାଣିଗଲି। ହଁ ହଁ ଠିକ ହଁ ଅଛି, ସାର୍। ଚାଲନ୍ତୁ। 3 ନମ୍ବର ଗଲା, ଏବେ 4 ନମ୍ବର ରହିବ। 4 ନମ୍ବର ଆମେ ହାର୍ଟ ଚକ୍ରାରେ ଯେମିତି ଆମେ କରିଥିଲେ ପ୍ରଥମେ ଲମ୍ ପାଇଁ ଯୋଉ ମୁଦ୍ରା ରଖିଥିଲେ, ସେ ମୁଦ୍ରା ରହିବ। ରାଇଟ୍, ବୁଢା ଆଙ୍ଗୁଠି କି ଆପଣଙ୍କର ବିଶି ଆଙ୍ଗୁଠି ଯୋଉଟା କୁହାଯାଏ ଓଡିଆରେ। ରାଇଟ୍, ଏଇ ପୋଜିସନ ରହିବ। ଏଇ ପୋଜିସନରେ ଆପଣ ଗୋଟେ 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 ହାତ ଆପଣଙ୍କର ଲେଫ୍ଟ ହ୍ୟାଣ୍ଡ ହାତ ଗୋଡ ଉପରେ ରହିବ ଏଇ ପୋଜିସନରେ, ଆଉ ଗୋଟେ ହାତ ରାଇଟ ହ୍ୟାଣ୍ଡ ହାତଟା ଆପଣଙ୍କର ହାର୍ଟ ଉପରେ ରହିବ। ରାଇଟ୍, ଜଷ୍ଟ ହାର୍ଟ ଉପରେ।
କାହିଁକିନା ଏଇ ଆମର ହାର୍ଟ ଚକ୍ର ପାଇଁ ହଉଛି, ତାକୁ ଗୋଟେ ମୁଦ୍ରା ଜଙ୍ଘ ଉପରେ, ଗୋଟେ ମୁଦ୍ରା ହାର୍ଟ ଉପରେ। ଏହି ପ୍ରକ୍ରିୟାରେ ଆପଣଙ୍କୁ 3 ଥର ଯୋଉ ୟମ କରାହବ, ସେଇ ୟମ ରେ ଆପଣଙ୍କର ହାତ ସେତେବେଳେ ସେଇ ମୁଦ୍ରାରେ ନିଜ ହାର୍ଟ ଚକ୍ର ପାଖରେ ଟଚ୍ ହେଇକି ରହିବା ଦରକାର। କ୍ଲିୟର ଶାନ୍ତନୁ ସାର୍? ୟେସ୍, ଓକେ। ତାପରେ ଆସିଲା ହମ୍। ହମ୍ ରେ ଆପଣ ଦି ପୁରେଇଲେ, ରାଇଟ୍, ପୁରେଇକିରି ଦି ଆଙ୍ଗୁଠି ରଖିବେ, ବୁଢା ଆଙ୍ଗୁଠି ଦିଟା ଟଚ୍ କରିବେ। ଆଙ୍ଗୁଠି ଭିତରେ ପୁରେଇଲେ, ବୁଢା ଆଙ୍ଗୁଠି ଟଚ୍ କରିବେ। କିଛି ଅସୁବିଧା ନାଇଁ? ଠିକ ଅଛି। ତ ଏଠି ଆପଣ ଏଇ ପୋଜିସନ ରଖିବେ, ମାନେ ଏଠି ଟଚ୍ କରିବେ, ଆପଣଙ୍କ ଗଳାକୁ ଟଚ୍ କରିବେ, ଗଳାକୁ ଟଚ୍ କରି ରଖିବେ, ଯୋଉଟା କି ଆପଣଙ୍କର ବିଶୁଦ୍ଧ ଚକ୍ର, ଥ୍ରୋଟ ଚକ୍ର। ଯେତେବେଳେ ଆପଣ ଉଚ୍ଚାରଣ କରିବେ, ଆପଣଙ୍କର ଗଳାରେ ଏଇ ମୁଦ୍ରାରେ ଟଚ୍ ହେଇକି ରହିବା ଦରକାର। କିଛି ନାହିଁ, ସିମ୍ପଲ ଆଙ୍ଗୁଠି ଭିତରେ ଛନ୍ଦିଲେ, ବୁଢା ଆଙ୍ଗୁଠି ଟଚ୍ କଲେ, ଗଳାକୁ ଟଚ୍ କରିବେ। କ୍ଲିୟର ସସ୍ମିତା ମ୍ୟାଡାମ? ଓକେ। ତାପରେ ଆସିଲା ଥାର୍ଡ ଆଇ ଚକ୍ର, ରାଇଟ୍। ଥାର୍ଡ ଆଇ ଚକ୍ର ହେଲା ଆମର ଅଜନା ଚକ୍ର। ତାକୁ କିଛି ନାହିଁ, ଆପଣଙ୍କର 2ଟି ଆଙ୍ଗୁଠି ଫୋଲ୍ଡ କରିବେ, 3 ନମ୍ବର ଆଙ୍ଗୁଠି ସିଧା ରଖିବେ, 4 ନମ୍ବର ପୁଣି ଫୋଲ୍ଡ କରିବେ, ବାସ୍ ଏଇ ମୁଦ୍ରା ରଖିବେ। 2ଟି ଆଙ୍ଗୁଠି ଫୋଲ୍ଡ କଲେ, ରାଇଟ୍, 3 ନମ୍ବର ଉପରକୁ ରହିବ, 4 ନମ୍ବର ପୁଣି ଫୋଲ୍ଡ ହବ, ଏଇ ମୁଦ୍ରା ରଖିବେ, ଥାର୍ଡ ଆଇକି ଟଚ୍ କରିବେ। ଆପଣଙ୍କର ଯୋଉ ବି ପୋଜିସନରେ ଆପଣଙ୍କୁ ଯାଇକି ଥାର୍ଡ ଆଇରେ ଟଚ୍ ହେବା ଦରକାର। ଥାର୍ଡ ଆଇଟା କୋଉଟେ? ଆମର ଫୋरहेଡ୍, ରାଇଟ୍, ମଝିରେ ଆମର ଥାର୍ଡ ଆଇ। ସିମ୍ପଲ ପୁରା, ଦିଟା ଆଙ୍ଗୁଠି ଫୋଲ୍ଡ କଲେ, ଟଚ୍ କଲେ, 3 ନମ୍ବରଟା ଉଠେଇଲେ, 4 ନମ୍ବର ପୁଣି ଫୋଲ୍ଡ କଲେ, ଏଇ ମୁଦ୍ରା ଆପଣଙ୍କର। ଟଚ୍ କରିବେ ଥାର୍ଡ ଆଇରେ। क्लियर रघुनाथ सर? चलो बहुत बढ़िया। ସେତେବେଳେ ଆମେ ଯେତେବେଳେ ଓମ୍ ଉଚ୍ଚାରଣ କରିବା, ଏ ୟୁ ଅମ୍, ଓମ୍, ରାଇଟ୍, ସେତେବେଳେ ଆମେ ଏହି ମୁଦ୍ରା ରଖିବା। ଓକେ, ଇଏ ହେଲା ଥାର୍ଡ ଆଇ ଚକ୍ରର ମୁଦ୍ରା। ଓକେ, ଆମର କ୍ରାଉନ ଚକ୍ର। କ୍ରାଉନ ଚକ୍ର ପାଇଁ ପୁରା ସିମ୍ପଲ, ହାତ ରଖିଲେ, ଭିତରେ ପୁରେଇ ଦେଲେ, ରାଇଟ୍, ଉଠେଇଦେବେ, କାଣି ଆଙ୍ଗୁଠି ଦିଟା ଉଠେଇଦେବେ, ଛନ୍ଦିଲେ, ଦିଟା କାଣି ଆଙ୍ଗୁଠି ବାହାର କରିଦେଲେ, ଷ୍ଟ୍ରେଟ, ଏମିତି ରଖିବେ, ପୁରା ଉପରକୁ ନେଇଯିବେ, ମୁଣ୍ଡ ଉପରେ ଆପଣଙ୍କର ଟଚ୍ ହେଇକି ରହିବ, ଜଷ୍ଟ ଉପରେ, ରାଇଟ୍। ପୁରା ଏଇଟା ଏଇଟା ବହୁତ ସିମ୍ପଲ, ଏଥିରେ କିଛି ନାହିଁ। ପୁରା ଛନ୍ଦି ଦେଲେ, କାଣି ଆଙ୍ଗୁଠି ଦିଟା ଉଠେଇ ଦେଲେ, ପୋଜିସନ କିଛି ନାହିଁ। ରଖିଲେ, ତାପରେ ଆପଣଙ୍କର ଓମ୍ ଯୋଉଟା ଆପଣଙ୍କର ମନ୍ତ୍ର ଅଛି, ଚାଣ୍ଟିଂ ମନ୍ତ୍ର, ସେତେବେଳେ ଆପଣଙ୍କର ସେଠି ରହିବା ଦରକାର। କ୍ଲିୟର? କିଛି କାହାର ଆଉ ଡାଉଟ ରହିଲା? କୁହନ୍ତୁ ସାର୍। ସାର୍ ଯୋଉ ହାର୍ଟ ଚକ୍ର ଆଉ ଆମର ଯୋଉ ମଣିପୁର, ସେଟାକୁ କେମିତି କଣ ଇଏ କରିବାକୁ ପଡିବ? ମଣିପୁରଟା ଆପଣ ଦିଟାକ ହାତ ଆପଣଙ୍କର ଜଙ୍ଘ ଉପରେ ରହିଲା, ଏଇ ପୋଜିସନରେ। ହୁଁ, ଆଚ୍ଛା, ହୁଁ, ହାର୍ଟ ଚକ୍ରର ପୋଜିସନ ସେମ ରହିବ, କିନ୍ତୁ ଲେଫ୍ଟ ସାଇଡ ଟା ଜଙ୍ଘ ଉପରେ ରହିବ, ରାଇଟ ହ୍ୟାଣ୍ଡ ସାଇଡ ହୁଁ, ଟା ହାର୍ଟ ପାଖରେ। ଆଚ୍ଛା, ଆଚ୍ଛା, ଦିଟାର ପୋଜିସନ ଗୋଟେ, ହୁଁ, କିନ୍ତୁ ମାନେ କଣ, ମୁଦ୍ରାର ପୋଜିସନ ଗୋଟେ, କିନ୍ତୁ ରଖିବା ପୋଜିସନ ଅଲଗା ଅଲଗା। ଆଜ୍ଞା, ଠିକ ଅଛି, ଥ୍ୟାଙ୍କ ୟୁ। କ୍ଲିୟର? ହଁ, ଠିକ ଅଛି, ଓକେ। କୁହନ୍ତୁ ମ୍ୟାଡାମ। ସାର୍ ଆଉ ଥରେ ଟିକେ ଦେଖାନ୍ତୁ ସାର୍। ଆଉ ଥରେ ଦେଖିବା, ଓକେ। ହଁ।
ଫାର୍ଷ୍ଟ ହେଲା ଲମ୍। ଲମ୍ ମାନେ ଆମର ମୂଳାଧାର ଚକ୍ର, ଯେ କି ଆମର ଟେଲ୍ ବୋନ୍ ପାଖରେ ରୁହେ। ସେମ୍ କିଛି ବହୁତ ଇଜି ପ୍ରୋସେସ, ରାଇଟ୍? କଲେ ଆପଣଙ୍କର ଜଙ୍ଘ ଉପରେ ରଖି ଏଇ ମୁଦ୍ରା। ଓକେ, ପୁରା ସିମ୍ପଲ, କିଛି ଆଉ କନଫ୍ୟୁଜନ ନାହିଁ। ଓକେ, ଫଟୋ ବି ଦେଇ ଦେଇଛି, ଆପଣ ତାର ପ୍ରିଣ୍ଟ ବାହାର କରିକି ବି ରଖିଦେବେ ଗୋଟେ। ଦ୍ୱିତୀୟରେ ଆପଣଙ୍କର ଆସିଲା ୱମ୍, ଆସିଲା ସେକ୍ରାଲା ଚକ୍ର, ଯୋଉଟା କି ସ୍ୱାଦିଷ୍ଠାନ ଚକ୍ର। କିଛି ନାହିଁ, ଦୁଇଟା ଯାକ ହାତକୁ ଆପଣ ଏଇ କ୍ରସ୍ ମୋଡରେ ରଖିଲେ, ରାଇଟ୍? ଦିଟା ବୁଢା ଆଙ୍ଗୁଠି ଜଏଣ୍ଟ କରିଦେଲେ। ପୋଜିସନ କଣ? ନାଭିର 2 ଇଞ୍ଚ ତଳକୁ ଆପଣଙ୍କୁ ରହିବା ଦରକାର, ଟଚ୍ କରିକିରି ଶରୀରକୁ ଟଚ୍ କରି ରଖିବେ, କିଛି ନାହିଁ, ବହୁତ ସିମ୍ପଲ। ରାମ, ଆପଣଙ୍କର ସୋଲାର ପିକ୍ସେଲ ଚକ୍ର, ଯେତେବେଳେ ସୋଲାର ପିକ୍ସେଲ ବି ବହୁତ ଇଜି, କିଛି ନାହିଁ, 2 ହାତ ଜଏଣ୍ଟ, ରାଇଟ୍? ବୁଢା ଆଙ୍ଗୁଠି କି ଦିଟା ବୁଢା ଆଙ୍ଗୁଠି କ୍ରସ୍ କରିଦେଲେ। କୋଉଠି ରଖିବେ? 2 ଇଞ୍ଚ ଉପରେ, ନାଭିର 2 ଇଞ୍ଚ ଉପରକୁ ଟଚ୍ କରିକି ସିଧା ରଖିବେ। ଓକେ, ପୁରା ସିଧା କରି ରଖିବେ। ଚାଲିଲା। 3 ନମ୍ବର ଆସିଲା ଆପଣଙ୍କର ହାର୍ଟ ଚକ୍ର। ହାର୍ଟ ଚକ୍ର ଆପଣଙ୍କର ରୁଟ୍ ଚକ୍ର, ଦିଟାଙ୍କର ମୁଦ୍ରା ଗୋଟେ, ବାକି ଦିଟା ଆପଣଙ୍କର ଗୋଟେ ହାତ ରହିବ ଜଙ୍ଗଲରେ ଲେଫ୍ଟ ହ୍ୟାଣ୍ଡ ସାଇଡ୍, ରାଇଟ୍ ହ୍ୟାଣ୍ଡ ଟା ରହିବ ଆପଣଙ୍କର ହାର୍ଟ। କ୍ଲିୟର? ଥ୍ରୋଟ୍ ଚକ୍ର। ଥ୍ରୋଟ୍ ଚକ୍ର ହେଲା ଆମର ଯୋଉଟା କି ବେକ ପାଖରେ ଯୋଉ ଚକ୍ର ରୁହେ। ତ କିଛି ନାହିଁ, ତାକୁ ଆପଣ ଛନ୍ଦି ଦେବେ 2 ହାତ ଭିତରେ, ରାଇଟ୍? ବୁଢା ଆଙ୍ଗୁଠିକି ଟଚ୍ କରିଦେବେ, ରଖିଦେବେ। ଆପଣଙ୍କର ଥ୍ରୋଟ୍ କୁ ଟଚ୍ କରିକି ରଖିବେ। ରଖିକି ଯେ ମୁଦ୍ରା ପକେଇଲେ ମାନେ ଯେତେବେଳେ ଆପଣଙ୍କର ମନ୍ତ୍ର ଚାଣ୍ଟିଂ ହବ, ସେ ଟାଇମରେ ମୁଦ୍ରା ପକେଇକିରି ମନ୍ତ୍ର ଚାଣ୍ଟିଂ କରିବେ। ଆଜି ଟିକେ ପ୍ରାକ୍ଟିକାଲ କରିଦିଅନ୍ତୁ ଟିକେ। ଅଲମୋଷ୍ଟ ଏଣ୍ଡ ଦିନ ମୁଁ ଆଉଥରେ ତାକୁ ଓଡିଆରେ କରିବି, ସେତେବେଳକୁ ପୁଣି ଆଉଥରେ ଆପଣ ଫ୍ରିକ୍ୱେଣ୍ଟ ହେଇଯାଇଥିବେ, ସେତେବେଳେ ଓଡିଆରେ ବି ଆହୁରି ବଢିଆ ସୁନ୍ଦର ଲାଗିବ। ତ ସେତେବେଳେ ଆହୁରି ଭଲ ବି ଲାଗିବ। ଓକେ, ତାପରେ ଆସିଲା ଆପଣଙ୍କର ଥାର୍ଡ ଆଇ ଚକ୍ର। ଥାର୍ଡ ଆଇ ଚକ୍ରରେ କିଛି ନାହିଁ, 2 ହାତ ରହିଲା ଜଏଣ୍ଟ କଲେ, ରାଇଟ୍? ଦୁଇଟା ଆଙ୍ଗୁଠି ଫାଷ୍ଟ ଫୋଲ୍ଡ କରିବେ, 3 ନମ୍ବର ହାଇଟ୍ ଉପରକୁ ରହିବ, 4 ନମ୍ବର ଫୋଲ୍ଡ କରିବେ। ପ୍ରଥମେ 2 ଆଙ୍ଗୁଠି ଫୋଲ୍ଡ, ଗୋଟେ ଆଙ୍ଗୁଠି ଉଠିକି ରହିବ, ପୁଣି ଆଉଥରେ 4th ନମ୍ବର ଫୋଲ୍ଡ, ବାସ୍ ଏତିକି। ଆପଣ ଏଇଟା କୋଉଟା କୁହାଯାଏ? ମିଡିଲ ଫିଙ୍ଗର ଆପଣଙ୍କର ଉଠିକି ରହିବ, ମିଡିଲ ଫିଙ୍ଗର ଉଠିକି ରହିବ। ଓକେ, କରିକିରି ଆପଣ ଥାର୍ଡ ଆଇକି ଟଚ୍ କରିବେ, ଏମିତି ରଖିବେ ଟଚ୍ କରିକି ଏଇ ପୋଜିସନରେ। କ୍ଲିୟର? ଆଉ ରହିଲା ଆପଣଙ୍କର କ୍ରାଉନ ଚକ୍ର। କ୍ରାଉନ ଚକ୍ର ପାଇଁ ବହୁତ ଇଜି, 2 ହାତ ଫୋଲ୍ଡ କରିଦେଲେ, 2 ଆଙ୍ଗୁଠି ଉଠେଇଦେଲେ, ବାସ୍ ରଖିଦେଲେ। ବହୁତ ଇଜି, ଥରେ 2 ଥର କରିଦେଲେ ଆପଣଙ୍କର ମାଇଣ୍ଡରେ ରହିଯିବ। ଓକେ, ତା ପାଇଁ କିଛି ଓରିଡ୍ ନୁହଁ। ତ ଆଜି ଏବେ ଯୋଉ ଚକ୍ର ମେଡିଟେସନ କରିବି, ତାକୁ ଆପଣ ସେଇ ହିସାବରେ ତାକୁ କରିବେ। ଯଦି ମୁଁ ସ୍କ୍ରିନରେ ରଖିଦଉଛି, ସଡନ ଯଦି ନ ପଡିଲା ଆଖିଟା ଖୋଲି ଦେଇକି ଦେଖିଦେବେ, କରିଦିଅନ୍ତୁ। ଥରେ 2 ଥର ପ୍ରାକ୍ଟିସ କରିଦେଲେ ଆପଣଙ୍କର ହେଇଯିବ। ଓକେ, ତ ଆମେ ଯିବା ଏବେ ମେଡିଟେସନ କରିବା। ନା, ସ୍କ୍ରିନ ରହିବ ନାହିଁ, ସ୍କ୍ରିନ ଟା ହଟିଯିବ। ଓକେ, ଯଦି ଆପଣଙ୍କର ହ୍ୱାଟ୍ସଆପ ରେ ଦେଇଛି ଦେଖନ୍ତୁ, ସେଥିରେ ମିଳିବ ଯଦି। ଗାର୍ଜିଆନ ଏଞ୍ଜେଲ ଲିଲିମା। ହଁ ସାର୍, ମତେ ନା ତାଙ୍କର ମିଳିଯାଇଛି। ଓକେ, ଗ୍ରେଟ୍ ଗ୍ରେଟ୍ ଗ୍ରେଟ୍। ରଘୁନାଥ ସାରଙ୍କ ମିଳିଯାଇଛି। ମହେନ୍ଦ୍ର ସିଂ ସାର୍ ଆପଣଙ୍କର କୋଉଠି ରହିଲେ କହିଲେ? ହଁ ସାର୍, ମିଳିଯାଇଛି ସାର୍। ୱାଓ, ଗ୍ରେଟ୍ ଗ୍ରେଟ୍। ସମୀର ସାରଙ୍କ ମିଳିଯାଇଛି। ରୂପେଶ ସାର୍ ଆପଣ କୁହନ୍ତୁ, ଅନମ୍ୟୁଟ କରନ୍ତୁ। ମୋର ସାର୍ ମିଳିଯାଇଛି।
କଣ ଟିକେ କହିଲେ, ମୁଁ ଆପଣଙ୍କର ଜାଣିପାରୁନି କଣ କେବେ ମିଳିଲା କଣ ମତେ ଜାଣିନି, ମତେ ଟିକେ କହିଦିଅନ୍ତୁ ଏବେ ଯେତେବେଳେ ଆସିଲେଣି ଏତେ ପାଖକୁ। ନାଇଁ ମୋର ତ ପ୍ରଥମ ଟ୍ରେନିଂ ର ଦ୍ୱିତୀୟ ଦିବସରେ ମିଳିଥିଲି ଆଉ। କଣ ନାଁ ଟିକେ କହିପାରିବେ, ଆମେ ଜାଣିପାରିବୁ? ଗୁରୁଦେବ। ୱାଓ, ଗୁରୁଦେବ। ଗ୍ରେଟ୍ ଗ୍ରେଟ୍। ବହୁତ ବଢିଆ ବଢିଆ ନାଁ ସମସ୍ତେ ପାଉଛନ୍ତି, ଅତି ସୁନ୍ଦର। ପରମେଶ୍ୱର ସାରଙ୍କ ତ ମିଳିଯାଇଛି। ଓକେ, ଖାଲି ମ୍ୟାଡାମ ରହିଲେ, ମ୍ୟାଡାମଙ୍କର କୋଉଠି କଣ ଟିକେ ରହିଯାଉଛନ୍ତି, ଆପଣ ଟିକେ ନା ମାନେ ଟିକେ ଅଲଗା ଦୁନିଆ ରହିଯାଉଛନ୍ତି ବୋଧେ, ମତେ ଯାହା ଲାଗୁଛି ଆପଣ ପାଇପାରୁନାହାନ୍ତି। ଅତି ଇଜି କରିଦେଇଛି ମୁଁ ପାଇବା ପାଇଁ। ହଉ ସାର୍, ଟିକେ ମାଇଣ୍ଡ ଅ- ଆବସେଣ୍ଟ ରହୁଛି ତ। ହଁ, କାହିଁକି ନା ମୁଁ ଏତେ ଇଜି କରିଦେଇଛି ଗାର୍ଜିଆନ ଏଞ୍ଜେଲକୁ ବାହାର କରିବା ପାଇଁ, ଆପଣଙ୍କୁ ଜମା ଏଫର୍ଟ ହିଁ ଦେବାକୁ ପଡିବନି, ଖାଲି ସେ ଟେକ୍ନିକ କୁ ଫଲୋ କରିଦେଲେ ଆରାମସେ ଚଟ କିନା ମିଳିଯିବ। ମାଇଣ୍ଡ ଡାଇଭର୍ଟ ରହିଲେ ଏଇ ପାଠ୍ୟକ୍ରମ ହିଁ ଆପଣଙ୍କୁ ଅସୁବିଧାରେ ପକେଇବ, ମାନେ ଅସୁବିଧା ଇନ ଦ ସେନ୍ସ ତାକୁ ବୁଝିପାରିବେନି ଆପଣ। ସମସ୍ତଙ୍କର ହଁ ଏକ୍ସପିରିଏନ୍ସ ସମସ୍ତଙ୍କ ଜୀବନରେ ହଉଥିବ, କିନ୍ତୁ ଆପଣ ଯଦି ସେ ଷ୍ଟ୍ରେସ୍ ଫିୟର ରଖିବେ ମନ ଭିତରେ, ଆପଣଙ୍କୁ ଟିକେ ଚ୍ୟାଲେଞ୍ଜେସ୍ ଆସିବ। ସମସ୍ତଙ୍କ ସକ୍ସେସ ଦେଖୁଥିବେ, କିନ୍ତୁ ଆପଣ ଯୋଉ ଜାଗାରେ ଥିବେ ସେଇ ଜାଗାରେ ଷ୍ଟିକ୍ ହେଇକି ରହୁଥିବେ। ମୁଁ ଚାହୁଁଛି ଯେ ଆପଣ ଛୋଟ ପିଲା ହେଇଯାଆନ୍ତୁ, ଛାଡି ଦିଅନ୍ତୁ ଦୁନିଆ କି ମାନେ ଯୋଉ କହୁନାହାନ୍ତି ହିନ୍ଦୀରେ ଭାड़ ମେ ଯାଏ, ଛାଡି ଦିଅନ୍ତୁ। ବାସ୍ ଆମକୁ ଗୋଟେ ଲକ୍ଷ୍ୟ ରଖିବାର ଅଛି, ଗୋଟେ ଉଦ୍ଦେଶ୍ୟ ରଖିବାର ଅଛି। ସୁନ୍ଦର ଭାବରେ ଆପଣ ମେଡିଟେସନ ତ ବହୁତ ସୁନ୍ଦର ଭାବରେ କରୁଛନ୍ତି, ତାହେଲେ କୋଉଠି ଆଉ ରହୁଛି ଲାକୁନା, କୋଉଠି ରହୁଛି ମୁଁ ଜାଣିପାରୁନି। କାହିଁକି ଓକେ ସାର୍। ଷ୍ଟ୍ରେସ୍ ରଖୁଛନ୍ତି? ଷ୍ଟ୍ରେସ୍ ତ ରହିବ, ଦେଖନ୍ତୁ ଷ୍ଟ୍ରେସ୍ ହେଲା ଗୋଟେ ଇମୋସନାଲ। ଷ୍ଟ୍ରେସ୍ କୁ ଆମକୁ ଦେଖନ୍ତୁ, ଷ୍ଟ୍ରେସ୍ ଟା ଗୋଟେ ଏମିତିଆ ଜିନିଷ, ସଡନ ସେ ମନରୁ ପଳେଇଯିବ, ସଡନ ଗୋଟେ ଗୋଟେ ଭଲ ଏନଭାରମେଣ୍ଟ ଆସିଯିବ, ହୁଁ ଖୁସି ମାହୋଲ ପଳେଇ ଆସିବ, ପୁଣି ସଡନ ଗୋଟେ ଷ୍ଟ୍ରେସ୍ ପଳେଇ ଆସିବ, ଟେନସନ ପଳେଇ ଆସିବ। ତ ଏଥିରୁ ଆପଣ କଣ ଅନୁମାନ କରିପାରୁଛନ୍ତି ଯେ ଷ୍ଟ୍ରେସ୍ ଟା ହେଲା ଗୋଟେ ଇମୋସନାଲ ପାର୍ଟ। ଆମେ ଯେତେବେଳେ ଚାହିଁବା ତାକୁ ହଟେଇ ପାରିବା, କିନ୍ତୁ ଆମେ ତାକୁ କଣ ନା ଯୋଉ ଆମର ଆମେ ଅତି ସରଳ ଥାଉଛେ, ଯାହାଦ୍ୱାରା କି ତାକୁ ହଟେଇ ପାରୁନେ। ଆଉ ଯେତେ ସରଳ ଆମେ ରହିବା, ହଟେଇ ପାରିବାନି ନା, ଆମ ଉପରେ ସେ, ଆମ ଜୀବନରେ ସେ ଅସୁବିଧା ସୃଷ୍ଟି କରିବ। ତେଣୁ ଆମକୁ ଟିକେ ପଥର ହବାକୁ ପଡିବ। ଏହା ମାନେ ନୁହଁ ଯେ ଆ ଲୋକଙ୍କ ପ୍ରତି ନୋ, ଯୋଉ ଇମୋସନାଲ ପାର୍ଟ ଯାହା ଯୋଉଟା ଆମର ଅନନେସେସରୀ, କିଛି ଦରକାର ନାହିଁ, ସେଟା ଧରିକିରି କଣ ମିଳିବ? କିଛି ତ ମିଳୁନି, କଷ୍ଟ ମିଳୁଛି, ତାହେଲେ କାହିଁକି ସେଟା ରଖିବା? ଛାଡ଼ିଦବା, ସେ ଯାହା ହଉଛି ହଉ, ଦେଖିବା। ସେ ଇମୋସନ କୁ ରଖିକିରି ଆମେ ଘାଣ୍ଟି ହବା ଅପେକ୍ଷା ତାକୁ ଯଦି ହଟେଇଦବା, ତାପରେ ତ ଖୁସି ମିଳିବ। କରିକି ହୁଁ ଦେଖନ୍ତୁ, ସେଟା ରଖନ୍ତୁ ମନ ଭିତରେ। ଲାଇଫ ରେ ଇମୋସନ ଟା ଗୋଟେ ପାର୍ଟ ରହିବ, ସେ ଆଟାଚ ହେଇକି ରହିବ। ବଟ ଜିନିଷ ହଉଛି ଆମେ ତାକୁ କେତେ ଅକ୍ତିଆର କରୁଛେ। ଆଉ ଯେତେ ଅଧିକା ତାକୁ ବ୍ୟବହାର କରିବା, ସେତେ ଆମେ ତଳକୁ ଯିବା। ଆଉ ଯେତେ ତାକୁ କମ ବ୍ୟବହାର କରିବା, ତାକୁ ସାଇଡ ରୁ ଜୀବନରୁ ହଟେଇବା, ବହୁତ ମଜାରେ ଆପଣ ଉପରକୁ ଯାଇପାରିବେ। ବହୁତ ମଜା ଯାଇପାରିବେ। ଦେଖନ୍ତୁ, ଇମୋସନ ଟା କେତେ ମାନେ ଏମିତି ମାସ ମାସ ରହିଛି କି? କେବେ ବି କାହାର ରହେନି। କି ହୁଁ ଖୁସି ଟା ବି କେବେ ମାସ ମାସ ରହେନି। ଆପଣ ଯେତେବେଳେ ଚାହୁଁଛନ୍ତି ଖୁସି ହଉଛନ୍ତି, ସେ ସମୟ ଟା ଖୁସିରେ ଯାଉଛି। ଯେତେବେଳେ ଚାହୁଁଛନ୍ତି ଇମୋସନ କୁ ଆଟ୍ରାକ୍ଟ କରୁଛନ୍ତି, ସେତେବେଳେ ଆପଣ ଇମୋସନ ରେ ଆପଣ ଫସି ଯାଉଛନ୍ତି। ତେଣୁ କି ଚେଷ୍ଟା କରନ୍ତୁ ଖୁସି ରହିବା ପାଇଁ, କାହିଁକି ଇମୋସନ ସହିତ ଆଗକୁ ନେବେ? କିଛି ଦରକାର ନାହିଁ। ଯଦି ଇମୋସନ ଆସିଯାଉଛି ଅଟୋମେଟିକ, ଖୋଲନ୍ତୁ ୟୁଟ୍ୟୁବ, ଖୋଲନ୍ତୁ କମେଡି ଦେଖନ୍ତୁ। ମୁହଁରୁ ଗୋଟିଏ ଥର ସ୍ମାଇଲ ବାହାରି ପଡିଲା, ଆପଣଙ୍କର ଫ୍ରିକ୍ୱେନ୍ସି ଚେଞ୍ଜ ହେଲା, ଧାଟ କିନା ଆପଣଙ୍କର ଫ୍ରିକ୍ୱେନ୍ସି ଚେଞ୍ଜ ହେଇଯିବ। ଯେତେ ଇମୋସନ ଥିଲେ ବି ମୁହଁରେ ୱାନ୍ସ ଗୋଟେ ସ୍ମାଇଲ କ୍ରିଏଟ ହେଇଗଲା, ଜାଣନ୍ତୁ ବ୍ରେନ କୁ ସିଗ୍ନାଲ ମିଳିଗଲା ଯେ ସମୟଟା ମୋର ଖୁସି ସମୟ। ଯାହା ବି ଇମୋସନ ଥିବ ହଟିଯିବ ଅଟୋମେଟିକ। ଶିଖନ୍ତୁ, ଗୋଟେ ସବୁ ପ୍ରାକ୍ଟିସ କରନ୍ତୁ। ଗୋଟେ ପ୍ରାକ୍ଟିସ ନ କଲେ ଆପଣ ସେ ପଙ୍କରୁ ବାହାରି ପାରିବେନି, ପ୍ରୋବ୍ଲେମ ହବ। ଚାଲନ୍ତୁ ଆଜି ପାଠ୍ୟକ୍ରମ ଷ୍ଟାର୍ଟ କରିବା, ଯୋଉଥିପାଇଁ ଆମେ ସମସ୍ତେ ଆଜି ଏକ୍ସାଇଟମେଣ୍ଟ ହେଇକି ଅଛେ। ରାଇଟ ମହେନ୍ଦ୍ର ସାର୍? ଓକେ, ତ ଚାଲନ୍ତୁ। ଆଉ ଦୁଇ ତିନି ଜଣ କଟିଗଲେଣି, କିଏ କିଏ? ଓକେ, ସେମାନେ ସବୁ ସେଇ ରାୟଗଡା ଫାୟଗଡା ସେପଟର ବୋଧେ ନେଟୱାର୍କ ପ୍ରୋବ୍ଲେମ ଅଛି, ସେଥିପାଇଁ ସେମାନେ ବର୍ଷା ଆସିଲାଣି ସାର୍। ହଁ, ବର୍ଷା ପାଇଁ ଆମର ଏମିତି ଏପଟେ ପ୍ରୋବ୍ଲେମ। ବର୍ଷା ହଉଛି। ଆଚ୍ଛା, ଆମର ଏପଟେ ଭୁବନେଶ୍ୱରରେ ହଉଥିଲା, କିନ୍ତୁ ବନ୍ଦ ହେଇଗଲା। ଶୁଣନ୍ତୁ, ମୁଁ ଆଉ ଗୋଟେ କଥା କହୁଛି, ସେ ଯୋଉ ମୁଦ୍ରାର ଗୋଟେ ପ୍ରିଣ୍ଟ ଆଉଟ ବାହାର କରିବେ। ହଁ କାଲି ସକାଳେ ନୁହେଁ, ଯୋଉ ପର୍ଯ୍ୟନ୍ତ ମୁଁ ଓଡିଆ ମେଡିଟେସନ ଆପଣଙ୍କୁ ଦେଇନି, ମାନେ ଆମର କ୍ଲାସ ଏଣ୍ଡରେ ମୁଁ ଦେବି, ଯୋଉ ଏଣ୍ଡ ଦିନ ମୁଁ ଓଡିଆର ସେ ଯୋଉ ଚକ୍ର ଆଉ ଅରା ଉପରେ ପାଠଟା ଶିଖେଇବି ଡିଟେଲ ରେ। ତାପରେ ସେଦିନ ମେଡିଟେସନ କରେଇବି। କିନ୍ତୁ ସେତିକି ଦିନ ପର୍ଯ୍ୟନ୍ତ ଆପଣ ମାନେ ସକାଳୁ ଉଠିଲେ
ଯଦି ମେଡିଟେସନ କରୁଛନ୍ତି କିଛି ମେଡିଟେସନ କରିବେ ତା ସହିତ ଆପଣ ଏଇ ମନ୍ତ୍ରା ସହିତ ଓକେ ଯୋଉ ଆମର ଲମ୍ ଭମ୍ ଏଇ ଯୋଉ ମନ୍ତ୍ର ସହିତ ମୁଦ୍ରାକୁ ଆପଣ ପ୍ରାକ୍ଟିସ କରନ୍ତୁ ଏତିକି ଦିନ ରାଇଟ। ଲମ୍ କହିଲେ ମାନେ ଆପଣ ଏ ମୁଦ୍ରା ରହିବେ, ବମ୍ କହିଲେ ଆପଣ ଏ ମୁଦ୍ରା ରହିବେ, ହଁ ଏଇ ରମ୍ କହିଲେ ଆପଣ ଏଇ ପ୍ରକାର କରିକିରି ଆପଣ କିଛି ନହେଲେ ଗୋଟେ ଗୋଟେ ମନ୍ତ୍ରକୁ 27 ଥର କରନ୍ତୁ। ଓକେ, ଏଞ୍ଜେଲକୁ ଇନଭୋକ କରିବା ଦରକାର ନାହିଁ, ଆପଣ ଖାଲି ଅରାକୁ କ୍ଲିନ କରିବା ପାଇଁ ଏତିକି ଦିନ ମନ୍ତ୍ର 27 ଥର ଗୋଟେ ଗୋଟେ ଥର ଗୋଟେ ମନ୍ତ୍ରକୁ 27 ଥର କହିବେ ଆଉ ସେ ମୁଦ୍ରା ସହିତ କହିବେ। ଏତିକି କରନ୍ତୁ, ବାକି ମୁଁ ଆପଣଙ୍କୁ ଓଡ଼ିଆଟା କମ୍ପ୍ଲିଟ ହେଇଗଲେ ପ୍ରୋଭାଇଡ କରିଦେବି, ସେଇଥିରେ ଆପଣ ସବୁବେଳେ ମେଡିଟେସନ କରିବେ। ଠିକ ଅଛି, ସମସ୍ତଙ୍କ ଖାତା ପେନ୍ ସବୁ ଅଛି? ହୁଁ। ପ୍ରୋଫେସର ଅଛି ପାଖରେ? ଚାଲନ୍ତୁ, ନାଲି ପେନ୍? ୟେସ୍, ଏଥିରେ କୌଣସି ପ୍ରକାର ବ୍ଲୁ ବ୍ଲାକ୍ ଏଥିରେ ୟୁଜ ନାହିଁ, କେବଳ ନାଲି ପେନ୍ ଦରକାର ଆମ ପାଠ୍ୟକ୍ରମରେ। ଓକେ, ଚାଲନ୍ତୁ। ଠିକ 10ଟା ହେଲା, କାଲି ମିଶିବା ପୁଣି ସନ୍ଧ୍ୟା 7ଟାରେ। ହୁଁ, କାଲି କିଛି କ୍ୱେଶ୍ଚିନ୍ ଆନ୍ସର ରହିବ, ସେ କ୍ୱେଶ୍ଚିନ୍ ଆନ୍ସର ଯାକ ପୁରା ନୋଟ୍ କରିବେ, ସେଟା ବହୁତ ଆବଶ୍ୟକ ପଡିବ। କୁହନ୍ତୁ। ସାର୍ ସକାଳେ ଯୋଉ ମେସେଜ କଣ ଲେଖିବା ସାର୍? ଆପଣ ହଁ, କହୁଥିଲେ ମୁଁ ଗୋଟେ ଏବେ କଣ ଦେବା ପଠଉଛି, ଆପଣଙ୍କୁ ପଠେଇବି ଟେରୋ କାର୍ଡ ଲିଙ୍କ ପଠେଇବି, କ୍ୟାଣ୍ଡେଲ ର କିଣିବା ପାଇଁ ଲିଙ୍କ ପଠେଇବି, ଆଫର୍ମେସନ ପଠେଇବି। ଓକେ, ମୁଁ ସବୁ ଆଜ୍ଞା ନୋଟ୍ କରି ରଖିଛି। ତ ଆଜ୍ଞା ଥ୍ୟାଙ୍କ ଏତିକି ଆଫର୍ମେସନ ଆଜି ସମସ୍ତେ ଲେଖିକି ଶୋଇବା ପୂର୍ବରୁ ଲେଖିବେ, ଗ୍ରୁପରେ ଅପଡେଟ କରିବେ, ଶୋଇବେ। ଠିକ ଅଛି, ଆଉ ଆଫର୍ମେସନ ଟା ଯୋଉଟା ମୁଁ ପଠେଇଥିବି ତାକୁ ନିଜ ଅନୁସାରେ ଅପଡେଟ କରିବେ, ଯଦି ଚାହୁଁଛନ୍ତି କୋଉଠି ଚେଞ୍ଜ ଚାଞ୍ଜ କରିବା ପାଇଁ ନିଜ ଅନୁସାରେ ପଠେଇବେ। ଠିକ ଅଛି, କାଲି ପୁଣି ମୁଁ ଦେଖିବି କୋଉଠି କାହାର କଣ ଅସୁବିଧା ହେଇଛି। ବାକି ଚକ୍ରା ମେଡିଟେସନ ପ୍ରାକ୍ଟିସ କରିବେ, କେବଳ ମନ୍ତ୍ରାକୁ ନେଇକିରି ପ୍ରାକ୍ଟିସ କରିବେ। ଏବେ 3 ଦିନ 4 ଦିନ ଯେତେ ଦିନ ହଉଛି ସେଇ ପୋଜିସନ ନେବେ, ପୋଜିସନ ନେଇକି ଯୋଉଟା ଯାହା ପୋଜିସନ ସେ ପୋଜିସନ ନେଇକିରି ଆପଣଙ୍କୁ କରିବାର ଅଛି। ରାଇଟ, ଏଇଟା ଗୋଟେ ହାବିଟ କରିବେ, ଯେମିତି ଡେଲି ଗାଧଉଛନ୍ତି କେହି କହିବାକୁ ପଡୁନି, ସେମିତି ଚକ୍ର ମେଡିଟେସନ ଟା ବି ଡେଲି ଜୀବନରେ ରହିବା ଦରକାର। କାହିଁକିନା ହଜାର ହଜାର ଶହ ଶହ ଲୋକଙ୍କ ସହିତ ଆପଣଙ୍କର ଭିଡ ଦେଇକିରି ଆପଣ ଘଷି ହେଇକିରି ଆସୁଛନ୍ତି, କାହା ଓରା ସହିତ ଆପଣଙ୍କର କନେକ୍ଟ ହେଇକି ଆସୁଛନ୍ତି, ଯାହା ଓରାକୁ ଆପଣ ଟଚ କରୁଛନ୍ତି ତା ଓରା ଆପଣ କଣ ତାର ନେଗେଟିଭ ନେଇକିରି ଆପଣ ଶରୀରରେ ଆସିଥାଉଛନ୍ତି। ତେଣୁ ଚେଷ୍ଟା କରନ୍ତୁ ପ୍ରତ୍ୟେକ ଦିନ ନିଜ ଓରାକୁ ଚକ୍ର ହିଲିଂ ମାଧ୍ୟମରେ ସଫା କରିବା ପାଇଁ। ଦେଖିବେ ସୁନ୍ଦର ଲାଗିବ, ବହୁତ ସୁନ୍ଦର, ବହୁତ ହାଲକା ଲାଗିବ, ହେଭି ଲାଗିବନି ଟୋଟାଲି, ମାନେ ଏତେ ଇଜି ଲାଗିବ ଲାଇଫ ଟା। କରିବେ, ଦେଖିବେ ପ୍ରାକ୍ଟିସ, ଆଉ ଯେତେବେଳେ ଏଞ୍ଜେଲକୁ ଡାକିକି କରିବେ ଆହୁରି ଆପଣଙ୍କୁ ସୁନ୍ଦର ଲାଗିବ। ହୁଁ। ସାର୍ ଅଲୱେଜ ବ୍ଲେସିଂ। ସାର୍ ହଁ, ସାର୍ କୁହନ୍ତୁ। ସାର୍ ମୋର ଗୋଟେ ପ୍ରୋବ୍ଲେମ ଥିଲା କଣ କି, ସେ ଯୋଉ ଆପଣଙ୍କର କ୍ଲାସ ସରିଲା ପରେ ମୋ ବ୍ୟାଙ୍କରେ ପ୍ରୋବ୍ଲେମ ଥିଲା ହେଲା ସାର୍। ମିସେସ ର ଏମିତି ମାନେ ବ୍ୟାଙ୍କ ଆକାଉଣ୍ଟ ଗୋଟେ ଖୋଲା ମାନେ ବୋଧିଂ ହେଇପାରୁନଥିଲା, ବହୁତ ପ୍ରୋବ୍ଲେମ ମାନେ ଲାଗିଲା 2-3 ବର୍ଷ ଭାଇ ଗୋଟେ କଲା ପରେ ସେଦିନ ଫୋନ କରି ମତେ ବ୍ୟାଙ୍କ ମ୍ୟାନେଜର ଡାକିଲେ, ମୋର ସାର୍ କାମ ସକ୍ସେସଫୁଲ ହେଇଗଲା ସାର୍, ଫୋନ ମିରାକ୍ୟୁଲସ୍ ପେ ସାର୍। ରେ ଡାକିଲେ ମାନେ ବୁଝିପାରିଲିନି। ନା ଫୋନ କରି ଡାକିଲେ, ବ୍ୟାଙ୍କ ମ୍ୟାନେଜର ମତେ ଫୋନ କରି ଡାକିଲେ। ଫୋନ କରି ଡାକିଲେ, ଆଚ୍ଛା, ସେଥିପାଇଁ କଣ ଏଞ୍ଜେଲଙ୍କ ହେଲ୍ପ ନେଇଥିଲେ? ଆଜ୍ଞା ଆଜ୍ଞା ଆଜ୍ଞା। କେବର କଥା ଏ? ଏବେ ସାର୍ ଜଷ୍ଟ ଆମର ଯୋଉ ପ୍ରଥମ ବ୍ୟାଚ ଯୋଉ ଗଲାନି ସାର୍, ହଁ 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 ହଁ। ଜଷ୍ଟ 1 ତାରିଖ ନା 30 ତାରିଖ ସରିଲା ଯୋଉ କ୍ଲାସ ଟା। ଆଚ୍ଛା ଆଚ୍ଛା ଆଚ୍ଛା, ଚାଲନ୍ତୁ ଚେଷ୍ଟା କରନ୍ତୁ ଜୀବନରେ ଯଦି କିଛି ଏକ୍ସପିରିଏନ୍ସ ହଉଛି ମୋ ସହିତ ସେୟାର କରିବା ପାଇଁ, କାହା ସହିତ କରନ୍ତୁ କି ନ କରନ୍ତୁ କିନ୍ତୁ ଆଜ୍ଞା ମୋ ଆଜ୍ଞା ସହିତ ସେୟାର କରନ୍ତୁ। ମତେ ଖୁସି ଅନୁଭବ ହବ। ହଁ, ଠିକ ଅଛି। ଥ୍ୟାଙ୍କ ୟୁ ସାର୍। ଚାଲନ୍ତୁ, ଶୁଭରାତ୍ରି, ଗୁଡ ନାଇଟ ସମସ୍ତଙ୍କୁ, ନମସ୍କାର। କାଲି ପୁଣି ଆମେ ଠିକ 7ଟାରେ ଆମ୍ନା ସାମ୍ନା ହବା। ନେଟ କୁ ଷ୍ଟ୍ରଙ୍ଗ ରଖନ୍ତୁ, ରାଇଟ। ଆଜ୍ଞା କୌଣସି ଏକ୍ସକ୍ୟୁଜ ଦିଅନ୍ତୁ ନାହିଁ, ଏଇ 4 ଦିନ 5 ଦିନ 6 ଦିନ ଯାହା ବି କ୍ଲାସ ହବ ପୁରା ଏଫର୍ଟ ଦିଅନ୍ତୁ। କାଲି ଗୋଟେ ନୂଆ ମେଡିଟେସନ କରିବା, କାଲି ଆଉ ଗୋଟେ ନୂଆ ମେଡିଟେସନ।
ମାଇକେଲଙ୍କର ମେଡିଟେସନ ଟା କାଲି କରିବା ପ୍ରୋଟେକ୍ସନ ପାଇଁ, ରାଇଟ୍? ସବୁଦିନ କିଛି ନା କିଛି ନୂଆ ନୂଆ କରି ଆମେ ୟାକୁ ସାରିବା। ଠିକ ଅଛି, ଜୟ ଜଗନ୍ନାଥ।